ସମସ୍ତଙ୍କୁ ପ୍ରଣାମ ଫ୍ରେଣ୍ଡସ୍। କେମିତି ଅଛନ୍ତି ଆପଣମାନେ ସମସ୍ତେ? ମୋତେ ସମସ୍ତେ କମେଣ୍ଟ ମାଧ୍ୟମରେ ଜଣେଇବେ। ନେକ୍ସଟ ଭିଡ଼ିଓରେ ଯେଉଁ ମୁଁ ପ୍ରିଭିୟସ୍ ଭିଡ଼ିଓ ବନେଇଥିଲି ପେଡାଗୋଜିକୁ ନେଇକି ବନେଇଥିଲି, ଆଉ ଆଜି ଆମେ ଷ୍ଟଡିଜ୍ ଅଫ୍ ସାଇକୋଲୋଜି, ଆଜି ଯେଉଁ ଟପିକ୍ ମୁଁ ନେଇଛି ଷ୍ଟଡିଜ୍ ଅଫ୍ ସାଇକୋଲୋଜି। ଆଜି ଏଇଟା ଆକ୍ଚୁଆଲି ମୋତେ ପେଡାଗୋଜି ପୂର୍ବରୁ ନେଇଯିବାର ଥିଲା, କିନ୍ତୁ ଗୋଟେ ଇଏ ପାଇଁ ମୁଁ ସେଇଟା ଆଗ ନେଇଗଲି, ତାପରେ ୟାକୁ ମୁଁ କଭର କରିବି ବୋଲି ଭାବିଲି। ଏଇ ଟପିକକୁ ବାଛିବାର ମୋର ଗୋଟେ ହିଁ ଉଦ୍ଦେଶ୍ୟ ହେଉଛି, କାହିଁକି ନା ଦେଖିବେ ଆଜିକାଲି ଯେଉଁ ସୋସାଇଟି ମାନେ ଆମେ ଦେଖୁଛୁ ସମାଜରେ, ଏଇ କିଛି ଦିନ ପୂର୍ବରୁ ଯେଉଁ ମାନସିକ ଯେଉଁ ମାନେ ଥାଏ ଆମର ଯେଉଁ ମାନସିକ ରୋଗୀଙ୍କର ଯେଉଁ ଦିବସ ଥାଏ, କିଛି ଦିନ ପୂର୍ବରୁ ତାହା ଯାଇଛି, ଯୋଉଠି ଆପଣ ମାନେ ଦେଖିବା ଆଜିକାଲି ଯୋଉଠି ଆଲୋଚନା ହଉଥିଲା, ମୁଁ ଗୋଟେ ଶୁଣିଥିଲି କି ଆଜିକାଲି ଯୋଉ ଜେନେରେସନ ଚାଲିଛି ସେଥିରେ ଯୋଉ ୟୁଥ ପିଲା ହଉଛନ୍ତି ସେମାନେ ଏଇ ମାନସିକ ରୋଗ ଜନିତ ଜିନିଷରେ ବେଶୀ ପୀଡ଼ିତ ହଉଛନ୍ତି। ଯାହା ବହୁତଟା କେସ୍ ମାନେ ତାର ବାହାରକୁ ଆସିଛି ରିପୋର୍ଟ ଅନୁସାରେ। ଆଗରୁ କ'ଣ ହଉଥିଲା, ଆମେ ଯେତେବେଳେ ରହୁଥିଲୁ, ଆଗ କାଳ, ଆମ ବାପା ମାଙ୍କ କାଳ କଥା କହୁଛି, ତାଙ୍କ ଟାଇମରେ ବି ଏଇ ଜିନିଷ ଥିଲା। ଏମିତି ନାହିଁ କି ଏ ଜିନିଷ ଏକ୍ଜିଷ୍ଟେନ୍ସ ନଥିଲା, ଏବେ ଆସୁଛି। ଆଗରୁ ବି ଏଇ ଜିନିଷ ଏକ୍ଜିଷ୍ଟେନ୍ସ ଥିଲା, କିନ୍ତୁ ଆମେ ହୁଏତ ୟାକୁ କେତେ ଜଣ ଦବେଇ ଦଉଥିଲେ, କେହି ବାହାରକୁ ପ୍ରକାଶ ହବା ପାଇଁ ଦଉନଥିଲେ। ସମାଜର କଟୁ କଥା, କଟୁ ବଚନ ପାଇଁ ଲୋକ ସଂକୁଚିତ ହେଇକି ରହିଯାଉଥିଲେ, ଯାହାକି ଏବେ ମଧ୍ୟ ଦେଖିବା ପାଇଁ ମିଳେ। ଯଦି ଆପଣ ଗୋଟେ ମାନସିକ ବିକୃତ ମଣିଷକୁ ଦେଖିବେ, ତାଙ୍କୁ ଲୋକ ପାଗଳ ବୋଲି କୁହନ୍ତି। ତେଣୁକରି ଯଦି ଛୋଟ ଜିନିଷ ବି କୌଣସି ଷ୍ଟ୍ରେସ୍ ଜନିତ ଏନଜାଇଟି ଫିଲ୍ ହେଇଗଲା, କି ଡିପ୍ରେସନ ହେଇଗଲା, କି ADHD ଧରି ଦିଅନ୍ତୁ ହେଇଗଲା, ଡିସ୍ଲେକ୍ସିଆ ହେଇଗଲା, ଏସବୁ ଜିନିଷ ଜଣା ପଡ଼ିବା ମାତ୍ରେ ବି ମାନେ ପିଲାମାନେ ହୁଅନ୍ତୁ, ପିଲାମାନଙ୍କ କଥା ତ ପ୍ୟାରେଣ୍ଟସ୍ଙ୍କ କଥା କହୁଛି, ପ୍ୟାରେଣ୍ଟସ୍ ହୁଅନ୍ତୁ କିମ୍ବା ଯେଉଁ ୟୁଥ୍ ଜେନେରେସନ୍, ସେମାନେ ଏତେ ବାହାରକୁ ଆଣିବା ପାଇଁ ଏ ଜିନିଷକୁ ଚାହୁଁନାହାନ୍ତି। ସେମାନେ ସବୁବେଳେ ଏଇ ଜିନିଷକୁ କଭର୍ଡ କରିଦେଉଛନ୍ତି, ଯାହାଦ୍ୱାରା ଯେତିକି ମାନେ ଏଇ ଜିନିଷର ସଲ୍ୟୁସନ୍ ବାହାରିବା କଥା ବାହାରି ପାରୁନି। ଚିକିତ୍ସିତ ହେବା କଥା ସେମାନେ ଚିକିତ୍ସିତ ବି ହେଇପାରୁନାହାନ୍ତି, ଯାହାଫଳରେ ସେମାନେ ଗୋଟେ ଖରାପ ପଦକ୍ଷେପ ନେଇଯାଉଛନ୍ତି, ଯେଉଁଟାକି ତାଙ୍କ ଜୀବନକୁ ନଷ୍ଟ କରିଦେଉଛି। ତେଣୁକରି ମୁଁ ଭାବିଲି ଏଇ ଟପିକଟା ଆମେ ଆଲୋଚନା କରିବା ଜରୁରୀ। କାହିଁକି ବଢ଼ିବା ସମାଜ ସହିତ, ଟେକ୍ନୋଲୋଜି ଗ୍ରୋଥ ସହିତ ଆମେ ମଧ୍ୟ ଆମର ଯେଉଁ ବିକାଶର ସ୍ତର ତାକୁ ଆଗେଇବା। ଆମେ ଏବେ କହୁଛୁ, ଆମେ ଯେଉଁ ସୋସାଇଟିରେ ରହୁଛୁ, ଆମେ ବ୍ରଡ୍ ମାଇଣ୍ଡେଡ୍, ତ ଆମେ ସବୁ ଜିନିଷକୁ ନେଇକି ବ୍ରଡଲି ଚିନ୍ତା କରିବା। ଆଗରୁ ଯେମିତି ଆମେ ଏବେ ଦେଖିବେ ଯେଉଁ ରୋଗ ହେଇଗଲା, କର୍କଟ ରୋଗ, ଯକ୍ଷ୍ମା ରୋଗ, ଆଗରୁ ଏସବୁ ରୋଗକୁ ନେଇକି ଲୋକ ସଂକୁଚିତ ପ୍ରକାଶ କରୁଥିଲେ ସୋସାଇଟିରେ, କାହାକୁ କହିବା ପାଇଁ ଡରୁଥିଲେ। ଟିବି ଗୋଟେ ରୋଗ ହେଇଗଲା, ଏଇ ଜିନିଷକୁ ଲୋକମାନେ କହିବା ପାଇଁ ସଂକୋଚ ପ୍ରକାଶ କରୁଥିଲେ। କେହି ଆତ୍ମହତ୍ୟା, ଏସବୁ ଯେଉଁ ଖରାପ ଡିସିସନ୍ ମଧ୍ୟ ନେଇଯାଉଥିଲେ। କିନ୍ତୁ ଏବେ ଆମେ ବଢ଼ିବା, ଆମର ଯେଉଁ ବଢ଼ିତ ସମାଜ ରହିଛି, ସାଇଣ୍ଟିଫିକାଲି ସବୁ ଯେଉଁ ଟେକ୍ନୋଲୋଜିର ଯେଉଁ ଗ୍ରୋଥ ହେଉଛି, ସବୁ ଅନୁଧ୍ୟାନ ଚାଲିଛି ବା ରିସର୍ଚ୍ଚ ଚାଲିଛି, ସେଇ ସହିତ ତାଳ ମିଳେଇ ଆମେ ବି ମଧ୍ୟ ଆଗକୁ ଗତି କରୁଛୁ। ଆମେ ୱେଷ୍ଟର୍ଣ୍ଣ ଜିନିଷ ସବୁ ଆକ୍ସେପ୍ଟ କରୁଛୁ, ଇଏ କରୁଛୁ, ଯଦ୍ୱାରା ଏଇ ଜିନିଷକୁ ବି ମୋ କହିବା ଅନୁସାରେ କି ଆମେ ଏଇ ଯେଉଁ ମାନସିକ ରୋଗର ଯେଉଁ ସବୁ ରହିଛି, ତାଙ୍କୁ ଆମେ ଗୋଟେ ଭଲ ମାହୋଲ ଦେବା, ଭଲ ପରିବେଶ ଦେବା, ଯଦ୍ୱାରା ସେମାନେ ନିଜକୁ କେବେ କୁଣ୍ଠାବୋଧ ପ୍ରକାଶ କରିବେନି। ତାଙ୍କ ଭିତରେ ଯାହା ବି ଘଟୁଛି ତାକୁ ନେଇକି ଜଣେଇବା ପାଇଁ ସେମାନେ ଲାଜ କରିବେନି କିମ୍ବା କୌଣସି ପ୍ରକାର ଡରିବେନି। ଏଇ ଯେଉଁ ରୋଗ ସବୁ ସାଇକୋଲୋଜିକାଲି ଯେଉଁ ରୋଗ ସବୁ ରହିଛି, ଏଇସବୁ ରୋଗ ଏମିତି ରୋଗ ନା କାହାକୁ କହି ହୁଏ ନା ନିଜେ ସହି ହୁଏ। ତ ତେଣୁକରି ଆମେ ଗୋଟେ ଏମିତି ମାହୋଲ, ଆମେ ହେଉଛୁ ଶିକ୍ଷିତ, ଆମକୁ କୁହାଯାଉଛି ଆଜିର ଶିଶୁ କାଲିର ସେ ଭବିଷ୍ୟତ। ତେଣୁକରି ଆମେ ଭବିଷ୍ୟତ ହିସାବରେ ଆମ ନିଜର ବୁଦ୍ଧିକୁ ସେମିତି ବିକାଶ କରିବା, ଯଦ୍ୱାରା ଆମେ କାହାର ଦୁଃଖକୁ ବୁଝିପାରିବା, କାହାର କଷ୍ଟକୁ ବୁଝିପାରିବା, କାହାର ଯଦି କିଛି ସେମାନେ ମାନସିକ ଜିନିଷରେ ଷ୍ଟ୍ରେସ୍ ରହୁଛି, ତାଙ୍କର କିଛି
ତାଙ୍କୁ ଖରାପ ଲାଗୁଛି ତାକୁ ଯେମିତି ଆମେ ରିଲେଟ୍ କରିପାରିବା ବା ବୁଝିପାରିବା, ସେ ଜିନିଷ ଯେମିତି ଆମମାନଙ୍କ ପାଖରେ ଆସୁ, ସମାଜ ଜାଗ୍ରତ ହେଉ, ସମାଜ ଆହୁରି ଆଗକୁ ବଢ଼ୁ, ଏସବୁ କ୍ଷେତ୍ରରେ ସଂକୁଚିତ ନ ହୋଇ ଉଚିତ ସମୟରେ ଚିକିତ୍ସିତ ମାନେ ସବୁ ଡକ୍ଟରଙ୍କୁ ଯାଇକି ସବୁ ଚିକିତ୍ସାଳୟ ଦେଖିବେ ଡକ୍ଟର ସବୁ, ଆଉ ସରକାର ହେଇଗଲେ ବିଭିନ୍ନ ଆମ NGO ଯାହା ବି ସଂସ୍ଥା ପକ୍ଷରୁ ବିଭିନ୍ନ ପ୍ରକାର ଯୋଉ ଏଇ ସବୁ ରୋଗାକ୍ରାନ୍ତ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାର ଆକ୍ଟ ବାହାରିଲାଣି, ବିଭିନ୍ନ ପ୍ରକାର ସୁବିଧା ବାହାରିଲାଣି। ସେ ସୁବିଧା ବାବଦରେ ସେମାନଙ୍କୁ ଜଣାଇବା ଯଦ୍ୱାରା ସେମାନେ ନିଜ ଜୀବନକୁ ଗୋଟେ ନୂଆ ଆଲୋକ ପ୍ରକାଶିତ କରିବେ, ନିଜେ ବଞ୍ଚିବାର ଗୋଟେ ସାଧନ ପାଇବେ, ବଞ୍ଚିବାକୁ ଯୋଉ ଲାଇଫଟାକୁ ସେମାନେ ଭଲ ପାଇବେ, ସେଇଭଳିଆ ଆମେ ଗୋଟେ ପରିବେଶ କ୍ରିଏଟ କରିବା। ଆମେ ଯଦି ଶିକ୍ଷକତା ଲେଭେଲରୁ ଏତିକି ଜିନିଷ ଆମେ ଯଦି ଶିକ୍ଷକ ହେଇକି ଗୋଟେ ଛୋଟ ଛୁଆକୁ ଆମେ ସ୍କୁଲ ମଧ୍ୟରେ ହେଇଗଲା ଆମେ ଗୋଟେ ଛୋଟ ଛୁଆକୁ ଶିକ୍ଷା କଲୁ, ସେ ଛୁଆ ଯେତେବେଳେ ବଡ଼ ହବ ସିଏ ଯଦି ତାଙ୍କ ଫ୍ୟାମିଲିରେ କାହାକୁ ଦେଖୁଛି ଏମିତି ସବୁ ଘଟଣାର ସମ୍ମୁଖୀନ ହବାର, ସେ ତାଙ୍କୁ ସଜେସନ ଦେଇପାରିବ, ତାଙ୍କୁ କିଛି ମାନେ ସାଧନ ଦେଇପାରିବ, କିଛି ବୁଝେଇ ପାରିବ, କହିପାରିବ। ସିଏ ବୁଝେଇଲେ ଗୋଟେ ଫ୍ୟାମିଲିର ହୁଏତ କିଛି ଦୁଃଖ କଷ୍ଟ, ହୁଏତ ଯୋଉ ପର୍ସନ କଷ୍ଟ ପାଉଛନ୍ତି ସେ ଲାଘବ ହେଇଯିବେ, ଯଦ୍ୱାରା ଆମକୁ ବ୍ରଡ୍ ହବା ପାଇଁ ପଡ଼ିବ। ତେଣୁକରି ଆମ ସମସ୍ତଙ୍କୁ ଏଇ ଜିନିଷକୁ ନେଇକି ସଂକୁଚିତ ପ୍ରକାଶ ନ କରି ଆମକୁ ବ୍ରଡଲି ଚିନ୍ତା କରିବା ପାଇଁ ପଡ଼ିବ। ସେଥିପାଇଁ ମୁଁ ଏଇ ଟପିକକୁ ଚୁଜ୍ କଲି। ଆଜିକାଲି ସୋସାଇଟିରେ ଯେମିତି ଏଇସବୁ ରୋଗର ମାନେ ଗୋଟେ ଦର ପଳେଇ ଆସିଲାଣି, ବହୁତ ଜୋର କୁହନ୍ତି, ଗୋଟେ ଯେମିତି ବନ୍ୟା ଯେମିତି ଆସେ ସେମିତି ପଳେଇ ଆସିଲାଣି। ଏବେ ସମସ୍ତଙ୍କୁ ପ୍ରାୟତଃ କେହି କହୁଛନ୍ତି କେହି କହୁନାହାନ୍ତି, କିନ୍ତୁ ପ୍ରାୟତଃ ରିପୋର୍ଟ କହୁଛି କି ବହୁତ ଜଣ ୟୁଥ୍ ଏସବୁ ଜିନିଷକୁ ଫିଲ୍ କରୁଛନ୍ତି, ଫେସ୍ କରୁଛନ୍ତି। ତେଣୁ ତା ବାବଦରେ ଆମେ ଜାଣିବା ବହୁତ ଜରୁରୀ, ଯୋଉଟାକି ଆମେ ଆଜି ପଢ଼ିବା ଷ୍ଟଡିଜ୍ ଅଫ୍ ସାଇକୋଲୋଜିରେ। ତେବେ ଚାଲନ୍ତୁ ଡେରି ନ କରି ଆମେ ଷ୍ଟାର୍ଟ କରିବା ସାଇକୋଲୋଜି। ଆଚ୍ଛା, ସାଇକୋଲୋଜି ଯୋଉ ଶବ୍ଦଟି ରହିଲା, ଆପଣମାନେ ମୋତେ ଗୋଟେ କଥା କୁହନ୍ତୁ, ସାଇକୋଲୋଜି ଶବ୍ଦଟି କୋଉ ଦେଶରୁ ଆସିଛି? ଆପଣମାନେ ମୋତେ ଆଗକୁ ମୁଁ ପଢ଼େଇବି, କିନ୍ତୁ ଆପଣମାନେ ମୋତେ ଏଇଟା ଜଣେଇବି, ଆପଣମାନଙ୍କ ମତ ଯୋଉ କମେଣ୍ଟରେ ଲେଖିବେ, କାହିଁକି ଆପଣମାନେ ତ ଜାଣିପାରିବେ। ତ ଚାଲନ୍ତୁ ଆମେ ଷ୍ଟାର୍ଟ କରିବା। ହ୍ୱାଟ ଇଜ ସାଇକୋଲୋଜି? ସାଇକୋଲୋଜି କ'ଣ? ମନୋବିଜ୍ଞାନ, ମନର ବିଜ୍ଞାନ। ଆପଣ ଦେଖିବେ ସବୁ ପ୍ରକାର ବିଜ୍ଞାନ ରହିଛି। ବାୟୋଲୋଜି ହେଇଗଲା, ବାୟୋଲୋଜି ତାଙ୍କର ଯୋଉ ବୃକ୍ଷଲତା ଜୀବଜନ୍ତୁକୁ ନେଇକି ଯୋଉ ଲଜି ଯୋଉଠି ଲାଗିଥିବ ମାନେ ସେ ବିଜ୍ଞାନ। ଆଉ ବିଜ୍ଞାନ ଯୋଉଠି ରହିଲା ମାନେ ସେଠି ଆମେ ପରୀକ୍ଷା ନିରୀକ୍ଷା କରୁ, ତର୍ଜମା କରୁ, ଆମେ ଗୋଟେ ବସ୍ତୁକୁ ଗୋଟେ କନକ୍ଲୁଜନ ପାଖକୁ ପହଞ୍ଚିବା ପାଇଁ ଆମେ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରୁ, ତାକୁ ଆମେ ବିଜ୍ଞାନ ବୋଲି କହୁ। ତେଣୁକରି ସବୁର ବିଜ୍ଞାନ ରହିଛି। ଆଜି ବିଜ୍ଞାନ ଅଛି ବୋଲି ଆମେ ଆଜି ନୂତନତାର ଗୋଟେ ଯୋଉ କୁହନ୍ତିନି ଟେକ୍ନୋଲୋଜିର ଊର୍ଦ୍ଧ୍ୱରେ ରହିଛୁ। ଆମେ ମଣିଷ ମାନଙ୍କର ବ୍ରେନ୍ ଏତିକି ମାନେ ଚାରିଆଡକୁ ସ୍କୋପ ହେଇଗଲାଣି ଯେ ଆମେ କୋଉ ଆଡୁ କୋଉ ସବୁ ଜିନିଷକୁ ଧରିକି କଣ ସବୁ ତିଆରି କରିଦେବୁ ସେଟା ବି ଭବିଷ୍ୟତରେ କହିବା ମାନେ ଇଏ ନୁହେଁ। ମାନେ ଯଦି କିଛି ଅନବିଲିଭେବଲ ଜିନିଷ ଆମେ କ୍ରିଏଟ କରିଦଉଛୁ, ଆମ ମାଇଣ୍ଡକୁ ଏମିତି ସବୁ କୁହାହଉଛି। ତେଣୁକରି ପ୍ରତ୍ୟେକ ଜିନିଷର ଗୋଟେ ବିଜ୍ଞାନ ରହିଛି। ଯେହେତୁ ଏହା ମନ ସହିତ ରିଲେଟେଡ, ତେଣୁ ଏହାକୁ ଆମେ ମନର ବିଜ୍ଞାନ ବୋଲି କହୁ। କାହିଁକି? ମନ ବିଷୟରେ ଏହା ଅନୁଶୀଳନ କରେ, ମନ ବିଷୟରେ ତର୍ଜମା କରେ, ମନରେ କ'ଣ ଚାଲୁଛି ତାକୁ ବିଶ୍ଳେଷଣ କରିକି ଆମକୁ କନକ୍ଲୁଜନ ପ୍ରୋଭାଇଡ କରେ। ତ ସାଇକୋଲୋଜି କ'ଣ ଚାଲନ୍ତୁ ଜାଣିବା। ସାଇକୋଲୋଜି ଇଜ ଡିଫାଇନ୍ଡ ଫର୍ମାଲି ଏଜ ଏ ସାଇନ୍ସ ହୁଇଚ୍ ଷ୍ଟଡିଜ ମେଣ୍ଟାଲ ପ୍ରୋସେସ, ଏକ୍ସପିରିଏନ୍ସ ଏଣ୍ଡ ବିହେଭିୟର ଇନ ଡିଫରେଣ୍ଟ କଣ୍ଟେକ୍ସଟ, ଯାହା ମନର ପ୍ରକ୍ରିୟା, ଅନୁଭବ ଏବଂ ଆଚରଣକୁ ଭିନ୍ନ ପରିପ୍ରେକ୍ଷୀରେ ଅଧ୍ୟୟନ କରେ, ତାହା ମନୋବିଜ୍ଞାନ। ମନର ପ୍ରକ୍ରିୟା, ମନ, ଆମର ମନ କ'ଣ? ଏବେ ଦେଖିବେ ଆମ ମନ କଲା ଟିକେ ଯାଏ ବାହାରୁ ବୁଲି ଆସେ। ଲୋକକୁ ଯେ ଆମେ ଫିଜିକାଲି ତ ଏଇଠି ପ୍ରେଜେଣ୍ଟ ରହିଛୁ, କିନ୍ତୁ କଣ୍ଟ୍ରୋଲ ଆମକୁ କିଏ କରୁଛି? ଆମ ଭିତରେ ଥିବା ଏଇ ମନ। ଆଜି ମନ କରିଲା ତ ଆମେ ପଳେଇବୁ, ଯଦି ଆର୍ଥିକ ଆମ ପାଖରେ ଇଏ ରହିଛି, ମାନେ ଯୋଗ୍ୟତା ରହିଛି, ଯଦି କୌଣସି ପ୍ରକାର ସୁବିଧା ରହିଛି, ତେବେ ଆମ ମନ କରିଲା ଚାଲ ଆମେ ବୁଲିବାକୁ ପଳେଇବା, ଆମ ମନ କଲା ଚାଲ ଆମେ ଖାଇବାକୁ ପଳେଇବା, ଆମେ ଏଇଟା କହୁ।
କି ଆମ ମନ କଲା। ମନ ଯୋଉ ଜିନିଷଟା ଆମକୁ କରାଏ ଫିଜିକାଲି ଏଠି ଆମେ ହାତକୁ ଗୋଡ଼କୁ ଏମିତି ଦେଖୁଛେ, ମଣିଷକୁ ମୁଣ୍ଡ ଅଛି, ଆଖି ଅଛି, କିନ୍ତୁ କଣ୍ଟ୍ରୋଲ କିଏ କରୁଛି? କଣ୍ଟ୍ରୋଲ କରୁଛି ସେଇ ଭିତରେ ଥିବା ମନ। ଯେମିତି ଗୋଟେ ରୋବଟକୁ ଆମେ କଣ୍ଟ୍ରୋଲ କରୁଛୁ, ସେମିତି ଆମକୁ କିଏ କଣ୍ଟ୍ରୋଲ କରୁଛି? ଆମ ମନ ଭିତରେ ଥିବା ଏଇ ମନ ଜିନିଷଟା ଆମକୁ କ'ଣ କରୁଛି? କଣ୍ଟ୍ରୋଲ କରୁଛି। ତ ଏଇ ମନର କ'ଣ ଶକ୍ତି ଏତିକି? ମନର ଶକ୍ତି ଅନେକ। ଯଦି ଆମେ ମନ ରୂପକ ଘୋଡ଼ାକୁ ଆମେ ଯଦି ନିଜ ଆୟତ୍ତରେ ରଖିପାରିଲୁ, ତେବେ ଆମେ ଜୀବନରେ ବହୁତ ଉପରକୁ ଉଠିଯିବୁ। ଆମେ ଜୀବନରେ କୌଣସି ଜିନିଷକୁ ଆମେ ଡରିବୁନି, ଆମେ କୌଣସି ଜିନିଷକୁ ଏତେ ହାର୍ଟଲି ମାନେ ଏତେ ଜୋରସେ ନବୁନି, ସବୁ ଜିନିଷକୁ ଲାଇଟ୍। କିନ୍ତୁ ମନ ଯଦି ଆମର ଧିମା ପଡ଼ିଗଲା, ତେବେ ଆମେ ହୁଏତ ଜୀବନ ପିଢ଼ିରେ ପଛରେ ରହିଯିବୁ, କିମ୍ବା କିଛି ଜଣ କହୁଛନ୍ତି ଭୁଲ ଷ୍ଟେପ୍ ନେଇଯାଉଛନ୍ତି। ସେଇ ମନର ଖେଳ ସବୁ। ମନ ଯଦି ଚାହିଁବ, ସବୁ କଥାରେ କୁହନ୍ତି ଲୋକେ କି ଆମ ମନ ହେଉଛି ବୃନ୍ଦାବନ। କ'ଣ ପାଇଁ କୁହାହେଇଛି? ଆଜି ଯଦି ଆମେ ଏଇଠି ବସିଛୁ, ମୁଁ ଓଡ଼ିଶାରେ ଥିବି ଏବେ ମୟୂରଭଞ୍ଜରେ, କିନ୍ତୁ ମୁଁ ଭାବୁଥିବି ପୁରୀର କଥା, ମୁଁ ଭାବୁଥିବି ଥାଇଲାଣ୍ଡର କଥା। ଏସବୁ କିଏ ଆମକୁ ନେଇକି ଯାଉଛି? ମନ ନେଇକି ଯାଉଛି। ଆମେ କୌଣସି ଗୋଟେ ଜାଗାକୁ ଯାଇଥିବୁ, ସେଇ ଜିନିଷରେ କିଛି ପାହାଡ଼ ହେଇଗଲା, କିଛି ବୃକ୍ଷଲତା ଦେଖିକି ଆମେ ଆମର ଛୁଆବେଳ କଥା ମନେ ପକାଉ। କ'ଣ ପାଇଁ ମନେ ପକାଉ? କ'ଣ ତାକୁ ଆମେ ବିତି ଦେଇକି ଆସିଛୁ, ଯଦ୍ୱାରା ସେ ଆମ ମାଇଣ୍ଡରେ ରହିଛି, ଯଦ୍ୱାରା ଆମେ ଆଉ ଥରେ ସେଇ ଜିନିଷକୁ ଦେଖିବା ଫଳରେ ଆମ ମନ ସିଏ ରିକଲ୍ କରିଦେଉଛି ଆମକୁ, ସେ ଏସବୁ ଜିନିଷ ଘଟି ଯାଇଛି ଆଗକୁ ବୋଲି। ତେଣୁକରି ମନର ପ୍ରକ୍ରିୟା, ଅନୁଭବ ଏବଂ ଆଚରଣକୁ ଭିନ୍ନ ପରିପ୍ରେକ୍ଷୀରେ ଅଧ୍ୟୟନ କରେ। ଅଲଗା ଅଲଗା ଭାବରେ ସେ ଅଧ୍ୟୟନ କରେ। ଜଣେ ମଣିଷ ଏବେ ଅନୁଭବ କରୁଛନ୍ତି। ଆପଣ ଦେଖନ୍ତୁ, କେହି କେତେବେଳେ ଦେଖିବେ କାହା ଯଦି ଗୋଟେ ହସିବା ପିଲା ଆପଣଙ୍କ ସାଙ୍ଗସାଥି ମଧ୍ୟରେ ଦେଖିବେ, ଡେଲି ଆପଣ ଗୋଟେ ସାଙ୍ଗକୁ ଦେଖୁଥିବେ, ସେ ସବୁବେଳେ ହସୁଛି। ଦିନେ ଆସିବ ସିଏ କ'ଣ ମନ ଦୁଃଖରେ ଗୋଟେ ଜାଗାରେ ବସିଥିବ, କି ଆପଣ ତାକୁ ଦେଖିକି ଅନୁଭବ କରିଦେଇପାରିବେ କି ତା ସହିତ ଆଜି କ'ଣ ଗୋଟେ ଘଟିଛି। ସେଟା ଆପଣ କେମିତି ଅନୁଭବ କରିଦେଉଛନ୍ତି? ଆପଣଙ୍କ ମନ ସେଟା ଗୋଟେ ସିଗ୍ନାଲ ଦେଉଛି ଆପଣଙ୍କୁ, ନାଇଁ ସେ ପିଲାଟା ସବୁଦିନ ହସିକି ଥାଏ, ଆଜି ଗୋଟେ ନିଶ୍ଚିତ କିଛି ଘଟିଛି ଯଦ୍ୱାରା ସେ ମନ ଶୁଖେଇକି ବସିଛି। ସେଟା କ'ଣ? ଅନୁଭବ। ଆଉ ଏଇ ଅନୁଭବ କେବଳ ତାର ଆଚରଣ ଦ୍ୱାରା ଜାଣିଲେ। ଜଣେ ଯଦି ମନ ନ ଶୁଖେଇଲା, ମନ ମାନେ ମୁହଁ, ମୁଁ ମନ କହିଦେଲି, ଏଠି ମୁହଁ କଥା କହୁଛି। ଜଣେ ଯଦି ମୁହଁ ନ ଶୁଖେଇଲା, ଜଣେ ଯଦି କାନ୍ଦିଲାନି, ଜଣେ ଯଦି ହସିଲାନି, ଆମେ ତାର ଆଚରଣରୁ କେତେବେଳେ ବି ଜାଣିପାରିବୁ କି ସିଏ ଆଜି କୋଉ ମୁଡ୍ରେ ଅଛି? ବେଳେ ବେଳେ ଦେଖିବେ, ଆମେ ଯଦି ଗୋଟେ ମଣିଷ ସହିତ, ଆମ ସାଙ୍ଗସାଥି ହୁଅନ୍ତୁ, ଫ୍ୟାମିଲିରେ ବାପା ମା ଭାଇ ଯିଏ ବି ହେଇଗଲେ, ଆମେ ତାଙ୍କ ସହିତ ଯଦି ଗୋଟେ ଲଙ୍ଗ ପିରିୟଡ଼ ଟାଇମ୍ କାଟି ଦେଇ ସାରିଲୁଣି, ଆମେ ତାଙ୍କର ଏଭ୍ରିଥିଙ୍ଗ, ସେ କୋଉ ଟାଇପ୍ର ବ୍ୟବହାର, ତାଙ୍କୁ କୋଉ ଟାଇମ୍ରେ କୋଉ ଦରକାର, ଆମକୁ ଆପେ ଜଣା ହେଇଯାଏ। ସେଟା କେମିତି ଜଣା ହେଇଯାଏ? ତାଙ୍କ ସ୍ୱଭାବକୁ ଆମେ ଦେଖି 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 ଅନୁଶୀଳନ କରିକି ଆସିଛୁ। କୋଉ ନା କୋଉଥିରେ ଆମେ ସେଟାକୁ ଗୁରୁତ୍ୱର ସହିତ ନ ଦେଖିପାରୁ, ଅବଜର୍ଭେସନ ନ କରି, କିନ୍ତୁ ଆମ ଯୋଉ ଭିତରେ ଥିବା ଯୋଉ ମନ, ସିଏ ସବୁ କିଛି ଜିନିଷ ଅନୁଶୀଳନ କରୁଛି, ଅବଜର୍ଭେସନ କରୁଛି। ତେଣୁକରି ଆମକୁ ସବୁବେଳେ କୁହାଯାଏ, ଯଦି ଯାହା ବି ଜିନିଷ ଦେଖୁଛ, ଭଲ ଜିନିଷ ଦେଖ, କିଛି ଖରାପ ଜିନିଷ ଦେଖନି। କିନ୍ତୁ ଇନଡାଇରେକ୍ଟଲି ଦେଖନ୍ତୁ ଆପଣ କି ଡାଇରେକ୍ଟଲି ଦେଖନ୍ତୁ, ତାହା ମନ ଉପରେ ପ୍ରଭାବ ପକାଏ। ମନ ସବୁ କିଛି କ'ଣ କରେ? ମନ ହେଉଛି ଗୋଟେ ଅଟୋନମସ୍ ଜିନିଷ। ସେ ସବୁ କିଛି ନବ। ସିଏ ଜାଣେନି ଯେ ଖରାପ କୋଉଟା ଭଲ କୋଉଟା, ଏଭ୍ରିଥିଙ୍ଗ ସେ ନବ। ତେଣୁକରି ଯୋଉ ବିବେକ ଥାଏ, ଆମର ଯୋଉ ବିବେକ ଥାଏ, ସିଏ ଆମକୁ ଅଟକାଏକି ଯେ ଏଇଟା ଖରାପ କାମ। କିନ୍ତୁ ମନ କେବେ ଅଟକେନି। ମନର ବେଗ ଘୋଡ଼ାଠୁ ବି ଅଧିକ। ତେଣୁ ମନ କେବେ ଅଟକେନି। ମନକୁ ଅଟକାଏ କିଏ? ବିବେକ ଅଟକାଏ। ଯଦି ଆପଣ କୌଣସି ଖରାପ କାମ କରୁଥିବେ, ଆପଣଙ୍କ ମା ବାପା ଯଦି ଛୁଆବେଳେ ଆପଣମାନଙ୍କୁ ଗୋଟେ ଶିକ୍ଷା ଦେଇଥିବେ କି ନାଇଁ ଏଇ ଜିନିଷ କରିବା ଦ୍ୱାରା ଖରାପ, ଏଇ ଜିନିଷ ଦେହ ପାଇଁ ଭଲ ନୁହେଁ, ଏଇ ଜିନିଷ ଆମର ଆଚରଣ ନୁହେଁ, ତ ସେଇ ବିବେକ ଯୋଉ ସେମାନେ ବାପା ମା ସାନ ବେଳୁ ପିଲାକୁ ଦେଇଥିବେ, ବଡ଼ ହେଲା ବେଳେ ସେ ଯଦି କୌଣସି ଖରାପ କାମ ଆଡ଼କୁ ଯାଉଥିବ, ନିଶ୍ଚିତ ତା ବିବେକ ଥରେ ନା ଥରେ ତାକୁ ଅଟକେଇବ। କିନ୍ତୁ ମନରୂପ ଘୋଡ଼ା ଯେହେତୁ ଏତେ ଦୂର ବେଗରେ ଆମର ଧାଇଁଯାଏ, ଆମେ ତାକୁ ବେଳେ ବେଳେ ଅଟକାଉନି, ସେ ଲଗାମ ଛଡ଼ା ହେଇଯାଏ। ତେଣୁ ଏଇ ମନରୂପକ ଘୋଡ଼ାକୁ ଆପଣମାନେ ଭଲସେ ପରିଚାଳନା କରନ୍ତୁ ଏବଂ ଜୀବନରେ ବହୁତ ଭଲ ଭାବରେ ବଞ୍ଚନ୍ତୁ। ଜୀବନ ଗୋଟିଏ ମାତ୍ର ଆମର, ଆମେ ତାକୁ ବହୁତ ଖୁସିର ସହିତ, ବହୁତ ମେମୋରେବୁଲ ମୋମେଣ୍ଟ ସହିତ ବଞ୍ଚିବା।
ହଉ ସେ କଥା ସବୁ ଚାଲିବ, ଛାଡ଼ନ୍ତୁ। ତାରେ ମନୋବିଜ୍ଞାନ ଆମେ ଏଠି ଦେଖିବା, ଚାଲନ୍ତୁ। ମନୋବିଜ୍ଞାନ କୋଉ କୋଉ ପ୍ରଶ୍ନ ଆମେ ପଚାରେ, ଲୋକେ କାହିଁକି ଏଭଳି ବ୍ୟବହାର କରନ୍ତି। ବ୍ୟବହାର ସବୁ ଏଇ ଯୋଉ ଇଣ୍ଡିଭିଜୁଆଲ ଡିଫରେନ୍ସ ରହିଛି, ମୁଁ ଯୋଉଟା ଆପଣମାନଙ୍କୁ କହେ, ଇଣ୍ଡିଭିଜୁଆଲ ଡିଫରେନ୍ସ ମାନେ କ'ଣ, ପ୍ରତ୍ୟେକ ବ୍ୟକ୍ତିର ବ୍ୟବହାର ଭିନ୍ନ ଭିନ୍ନ ଅଟେ। କିଏ ରାଗି ଥିବେ, କିଏ ଖୁସମିଜାଜ ଲୋକ ଥିବେ, କିଏ ଶାନ୍ତଶିଷ୍ଟ ଲୋକ ଥିବେ, ଏମିତି ସବୁ ବ୍ୟବହାର ରହିଛି। ତେଣୁକରି ମନୋବିଜ୍ଞାନ କ'ଣ କହୁଛି, ଲୋକ ଯଦି ବ୍ୟବହାର ଏମିତି ଦେଖାଉଛନ୍ତି, କ'ଣ ପାଇଁ ଏଇ ବ୍ୟବହାର ଦେଖାଉଛନ୍ତି, ହୁଏତ ତା ହେରିଡିଟାରୀ, ସିଏ ତାର ଆନ୍ସର ଖୋଜେ, ତାର ଆନ୍ସର ଖୋଜିକି ଆମକୁ ଦିଏ। ଜଣେ ଲୋକ ଯଦି ଏମିତି ବ୍ୟବହାର ଦେଖାଉଛି, କ'ଣ ପାଇଁ ଦେଖାଉଛି, ଯେ ତାର ସେଟା ଜେନେଟିକାଲି ନା କୌଣସି ଜୀବନରେ ଘଟଣା ଘଟି ଯାଇଛି ଯଦ୍ୱାରା ସେ ପରିବର୍ତ୍ତନ ହେଇଯାଇଛନ୍ତି ଏମିତି ପ୍ରକାର, ନା କୌଣସି ପ୍ରକାର ଏବେ ଏମିତି ସେ ବାହାର ଲୋକଙ୍କୁ ଦେଖାନ୍ତି କିନ୍ତୁ ଘର ଲୋକଙ୍କ ପାଇଁ ସେମାନେ ସେ ସେମିତି ନୁହନ୍ତି। ଆମେ କିପରି ଶିଖୁଛୁ, ମନେ ରଖୁଛୁ ଓ ସିଦ୍ଧାନ୍ତ ଦେଉଛୁ। ଶିଖୁଛୁ କିପରି, ଶିଖିବା ଜିନିଷଟା ଦେଖିବେ, କିଛି ପିଲାଙ୍କୁ ଆପଣ ଅନୁଶୀଳନ କରିବେ ଶିକ୍ଷକ ହିସାବରେ କ୍ଲାସରେ, କେତେକ ପିଲା ପାଠ ପଢ଼ିବା ଯେତେବେଳେ ଆପଣ କ୍ଲାସ୍ କରୁଥିବେ, କେତେକ ପିଲା ମନ ଦେଇକି ଶୁଣନ୍ତିନି, ଆଉ କେତେକ ପିଲା ଆଖି ଦେଇକି ଥିବେ କିନ୍ତୁ ମନଟା ଆଉ ଗୋଟେ ଜାଗାରେ ଥିବ। ଆଉ କିଛି ପିଲା ଥିବେ ଯୋଉମାନେ ମାନେ ଶୁଣୁ ବି ଥିବେ, ମନେ ବି ରଖୁଥିବେ, ଶିକ୍ଷକ ଯାହା କହୁଛନ୍ତି ଲେଖୁ ବି ଥିବେ। ତେଣୁକରି 3ଟା ଭେରାଇଟି ଟାଇପ୍ର ଷ୍ଟୁଡେଣ୍ଟଙ୍କ କଥା ମୁଁ ଆପଣଙ୍କୁ କହିଲି। ତ ଏଇଠି ଯିଏ ଅବଜରଭେସନ ଶକ୍ତି କାହାର ଅଧିକ, ସିଏ କୋଉ ଜିନିଷରେ ମାନେ ତାର ଯୋଉ ମୁଁ ପୂର୍ବ 2 ଜଣ ପିଲାଙ୍କ ଶିକ୍ଷାର୍ଥୀଙ୍କ କଥା କହିଲି, ଯେ ଅନେଇଥିବେ କିନ୍ତୁ ମନ ନଥିବ, କିନ୍ତୁ କେହି ଅଧା ଜଣ କିଏ ଶୁଣିବା ପାଇଁ ପସନ୍ଦ କରୁନଥିବେ। ହୁଏତ ତାଙ୍କୁ ଶିକ୍ଷକଙ୍କର ଷ୍ଟାଇଲ ଭଲ ଲାଗୁନଥାଇପାରେ, ହୁଏତ ସେମାନେ ସେଇ ପ୍ରକାର ଜିନିଷକୁ ଗ୍ରହଣ କରିପାରୁନଥାନ୍ତି, ତାଙ୍କୁ ଆଉ ଟିକେ ଇଣ୍ଟରେଷ୍ଟିଂ ଦରକାର ହେବାକୁ ପଡ଼େ। ସେଥିପାଇଁ ଶିକ୍ଷକଙ୍କୁ କ'ଣ କୁହାଯାଏ, ଆପଣ ପ୍ରତ୍ୟେକଟି ପିଲାଙ୍କର ଆଗ୍ରହ ଏବଂ ଇଚ୍ଛାକୁ ନେଇକି ସେଇ ଶିକ୍ଷାଦାନ ପଦ୍ଧତି ଅବଲମ୍ବନ କରି ଶିକ୍ଷାଦାନ କରନ୍ତୁ ବୋଲି ଏହା ଆମର ପାଠ ଯାହା କୁହେ। କିପରି ମନେ ରଖନ୍ତି, ଯେମିତି ଦେଖନ୍ତୁ, ମୁଁ ଆପଣଙ୍କୁ କହିଲି, ଜଣେ ପିଲା ଯେ ଶୁଣୁଛି, ଯେ ପ୍ରତ୍ୟେକଟି କଥାକୁ ଶୁଣୁଛି, ସିଏ ମନେ ବେଶୀ ରଖିବ ନା ଯିଏ ଖାମଖିଆଲି ଭଳିଆ ରହୁଛି ସିଏ ବେଶୀ ମନେ ରଖିବ? ଯିଏ ସବୁବେଳେ ଶୁଣୁଛି ସିଏ ମନେ ରଖିବ। କ'ଣ ପାଇଁ? ସେ ଯେତେବେଳେ ଏକାଗ୍ରତା ସହିତ ଗୋଟେ ଜିନିଷକୁ ଦେଖୁଛି, ଗୋଟେ ଏକାଗ୍ରତା ସହିତ ସେ କ'ଣ କରୁଛି, ଅନୁଶୀଳନ କରୁଛି ଶିକ୍ଷକ କ'ଣ କହୁଛନ୍ତି, ତାଙ୍କ କଥାକୁ ସେ ନଉଛି, ତା ମନ ନଉଛି, ତାର ମାନେ ଯୋଉ ସ୍ମୃତି ଶକ୍ତି ଯାହା କ୍ୟାପଚର କରିବ ସିଏ ନଉଛି। ସେ ନବା ଫଳରେ କ'ଣ କରୁଛି, ତାକୁ କନଷ୍ଟାଣ୍ଟ ମେମୋରିରେ ରଖିକି ଆମର ମନ, ଆମ ଯୋଉ ମାଇଣ୍ଡ, ଆମର ୟା ବାବଦରେ ବି ପଢିବା, ମାଇଣ୍ଡ 3 ପ୍ରକାର ଯୋଉ ଥାଏ, କନସିୟସ୍, ସବକନସିୟସ୍, ଅନକନସିୟସ୍ ମାଇଣ୍ଡ, ସେଇଠି ପଢିଲେ ଆମେ ଜାଣିପାରିବା। ଖୁସି, ରାଗ କିମ୍ବା ଭୟ ଭଳି ଭାବନା କାହିଁକି ହୁଏ? ଦେଖିବେ, କିଛି ଲୋକ ହଠାତ୍ କି ହସନ୍ତି ବେଳେ ବେଳେ, କିଛି ଲୋକ କିଛି କଥା ନଥିବ କେବଳ ଦାନ୍ତ ଦେଖେଇବେ, ଆଉ କିଛି ଲୋକ ଏତେ ସ୍ମିତ ହାସ୍ୟ ଦିଅନ୍ତି, ଏତେ ହସନ୍ତିନି। ଆଉ କିଛି ଲୋକଙ୍କର କାହାକୁ ନେଇକି, ଗୋଟେ ପର୍ଟିକୁଲାର ପର୍ସନ ହଉ ଜାଗାକୁ ନେଇକି ଡର ଥାଏ, କି ଏଇ ଜାଗାକୁ ମୁଁ ଯିବିନି। କୌଣସି ଛୋଟ ପିଲାକୁ ଯଦି ଆପଣ ଅନ୍ଧାର ରୁମରେ ବେଳେ ବେଳେ ପୁରେଇ ମାନେ ଭର୍ତ୍ତି କରିଦିଅନ୍ତି, ସେ କ'ଣ ଡରିଯିବ, ନିଶ୍ଚିତ ଡରିଯିବ। କ'ଣ ପାଇଁ? ଅନ୍ଧାରକୁ ନେଇକି ଗୋଟେ ଭୟ ତାଙ୍କୁ ଅଲରେଡି କୁହାହେଇଛି କି ଅନ୍ଧାର ଜିନିଷଟା ଭଲ ନୁହେଁ, ଯଦ୍ୱାରା ତାଙ୍କ ମାଇଣ୍ଡ, ଯୋଉଟା ମନ ଯୋଉ କଥାଟା ସେ ସେଟା ରିସିଭ୍ କରିନେଇଛି, ଯଦ୍ୱାରା ଯେତେବେଳେ ସେ ଅନ୍ଧାର ଦେଖିବ ସେ ଭୟ କରିବ। ଏଭଳି ଭାବନା କାହିଁକି ହୁଏ? ସେ ସବୁ ଜିନିଷର ଅନୁଶୀଳନ କିଏ କରୁଛି? ମନୋବିଜ୍ଞାନ କରୁଛି। ସେ ଯୋଉ ପିଲା ଯୋଉ ଗୋଟେ ପର୍ଟିକୁଲାର ଏବେ ଝିଟିପିଟିକୁ ଦେଖିକି ଡରୁଛି, ଝିଟିପିଟି ସହିତ କ'ଣ ପାଇଁ ଡରୁଛି? ଏହା ମନୋବିଜ୍ଞାନ କ୍ୱେଶ୍ଚନ ପଚାରେ। କ'ଣ ପାଇଁ ସେ ପିଲାଟା ଡରିଲା? କିଛି ଗୋଟେ ଘଟଣା ଘଟିଛି କି, କିଛି ତା ସହିତ ହେଇଛି କି ସେମିତି ଆଗରୁ, କିଛି ସେ ଝିଟିପିଟି ତା ସହିତ କିଛି କରିଛି କି ଯଦ୍ୱାରା ସେ ଆଜି ଝିଟିପିଟିକୁ ଡରୁଛି? ତ ଏଇ କ'ଣର ଆନ୍ସରଟା ଆମକୁ କିଏ ଦିଏ? ମନୋବିଜ୍ଞାନ ଦିଏ। ଶୈଶବାବସ୍ଥାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଆମର ମନ କିପରି ବିକଶିତ ହୁଏ? ଯେତେବେଳେ ଗୋଟେ ଶିଶୁ ଥିବ, ଶିଶୁର ସେତେବେଳେ ମନର ଅବସ୍ଥା କିଛି ଅଲଗା ଥିବ। ସେ ସେତେବେଳେ କୌଣସି ଜିନିଷକୁ, କାହାର ଇମୋସନକୁ, କାହାର ଇଏକୁ ବୁଝିବା ସେତେବେଳେ ଷ୍ଟେଜରେ ନଥିବ। ମୁଁ
ମାନେ ଜନ୍ମିତ ଶିଶୁର କହୁଛି, ଆଜିକାଲି ତ ପିଲା ଛୁଆ ଛୋଟ ଛୁଆ ମାନେ ବହୁତ ସ୍ମାର୍ଟ ହେଲେଣି, ସେମାନେ ଆଉ ଟିକେ ବଡ଼ ହେଲା ମାନେ ସେମାନେ ସବୁ କିଛି ଜାଣିପାରି ଯାଉଛନ୍ତି, ତାଙ୍କ ମା ଟିକେ ଦୁଃଖ କଲା ମାନେ ସେମାନେ ବୁଝି ଯାଉଛନ୍ତି, ତାଙ୍କୁ ଆଉ କହିବା ପାଇଁ ପଡ଼ୁନି। କିନ୍ତୁ ଦେଖିବେ ଯେତେବେଳେ ମୁଁ କହୁଛି ଯେତେବେଳେ ସେ ଜନ୍ମ ହେଇଥିବ, ନବଜାତ ଶିଶୁ କଥା କହୁଛି, ସେ ଜାଣିପାରିବ କି କିଏ କ'ଣ ଫିଲ୍ କରିବ, କିଏ କ'ଣ ଇଏ କରିବ, ସେ ଜାଣିପାରିବ ସେ କେତେବେଳେ କାନ୍ଦିବ, କେତେବେଳେ ଖାଏ, ଭୋକ ଲାଗିଲେ କାନ୍ଦିବନି, ସେ କ'ଣ ତାର ବିବେକ ବୋଲି ଜିନିଷ ରହିଥାଏ ସେତେବେଳକୁ? ନା, ସେ ଯେତେବେଳେ ଆସ୍ତେ ଆସ୍ତେ ବଡ଼ ହୁଏ, ତାକୁ ଆସ୍ତେ ଆସ୍ତେ ବାପା ମାଙ୍କ ଦ୍ୱାରା ଶିକ୍ଷା ମିଳେ। କୁହନ୍ତି ଗୋଟେ ଶୈଶବାବସ୍ଥା ଗୋଟେ କଞ୍ଚାମାଟି ସଦୃଶ ହୋଇଥାଏ, ତାକୁ ଆକାର କିଏ ଦିଅନ୍ତି? ପିତାମାତା ଦିଅନ୍ତି, ଶିକ୍ଷକ ଦିଅନ୍ତି, ଏଇ ଯୋଉ ସୋସାଇଟି ଦିଏ। ଯାହା ସେ ଶିଖିଲା ସେଇ ତାକୁ ନେଇକି ସେ ତାର ପକ୍ୱ ହୁଏ ବା ନିଜକୁ ଷ୍ଟ୍ରଙ୍ଗ ବନାଏ। ଆଉ ଯଦି ତାକୁ ସୋସାଇଟି ଆକ୍ସେପ୍ଟ ନ କଲା, ତାକୁ ଦୁନିଆ ପ୍ରକାର କ୍ରିଟିସିଜିମ୍ ଭଳିଆ କଥାବାର୍ତ୍ତା କଲା, ବାପା ମା ତାକୁ ସପୋର୍ଟ ନ କଲେ, ତେବେ ପିଲାଟି କ'ଣ ହୁଏ? ହାରାସମେଣ୍ଟ ହେଇଯାଏ। ତେଣୁକରି ଏଇ ବୃଦ୍ଧାବସ୍ଥା, ତାପରେ ବୃଦ୍ଧାବସ୍ଥା ବି ମଧ୍ୟ କୁହନ୍ତି, ଜଣେ ଜଣେ ଲୋକ ଦେଖିବେ କହୁଥିବେ ବୃଦ୍ଧାବସ୍ଥା ହେଲେ ଲୋକମାନେ ଶୈଶବାବସ୍ଥାକୁ ପଳାନ୍ତି। କ'ଣ ପାଇଁ ଏ କଥା କୁହନ୍ତି? ଏଇ ଜିନିଷ କ'ଣ ପାଇଁ ହୁଏ? ବୃଦ୍ଧାବସ୍ଥା ବେଳକୁ କ'ଣ ପାଇଁ ଶୈଶବାବସ୍ଥା କଥା ଭାବନ୍ତି ବଡ଼ ଲୋକମାନେ, ବୁଢ଼ା ଲୋକମାନେ? ଏ ସବୁର ଅନୁଶୀଳନ, ଏଇ କ'ଣର ପ୍ରଶ୍ନ କିଏ ଆମକୁ ଦିଏ? ମନୋବିଜ୍ଞାନ ଦିଏ, ପ୍ରଶ୍ନର ଉତ୍ତର ସବୁ ଦିଏ। ନେକ୍ସଟ ଚାଲନ୍ତୁ ଆମେ ଯିବା ମେଣ୍ଟାଲ ପ୍ରୋସେସ, ମାନସିକ ପ୍ରକ୍ରିୟା। ମାଇଣ୍ଡ ଆଣ୍ଡ ବ୍ରେନ୍ ଆର୍ ଡିଫରେଣ୍ଟ ଫ୍ରମ୍ ଇଚ୍ ଅଦର। ମାଇଣ୍ଡ ଆଉ ବ୍ରେନ୍, ବ୍ରେନ୍ ଦେଖନ୍ତୁ ଆମେ କାହାକୁ କହୁଛୁ? ବ୍ରେନ୍ ଆମେ ଯୋଉ ଦେଖୁଛୁ ଫିଜିକାଲି ସେ ପ୍ରେଜେଣ୍ଟ ଅଛି, ଆମେ ବ୍ରେନ୍କୁ ଦେଖିପାରୁଛୁ ନା? ଆମ ମୁଣ୍ଡ, କିଏ ଯଦି ଆମକୁ କହୁଛନ୍ତି ମୁଣ୍ଡରେ ହାତ ଦିଅ, ଆମେ ମୁଣ୍ଡରେ ହାତ ଦେଉଛୁ ନା? ସେଇଟା ଆମର କ'ଣ? ସେଇଟା ଆମର ବ୍ରେନ୍। ସିଏ ହେଉଛି ଆମର ଯୋଉଟା ଦେଖିପାରୁଛୁ ଆମେ, କିନ୍ତୁ ସିଏ ଆମର ଚୁଟି ଦ୍ୱାରା ଆଚ୍ଛାଦିତ ହେଇକି ଅଛି, ତାକୁ ଆମେ ବ୍ରେନ୍ ବୋଲି କହୁଛୁ। ଲାଇକ୍ ହାର୍ଡୱେୟାର, ତାକୁ ଆମେ ଧରି ମଧ୍ୟ ପାରୁଛୁ। ହାର୍ଡୱେୟାର ଅର୍ଥ କ'ଣ? ଯାହାକୁ ଆମେ ଛୁଇଁ ପାରୁଥିବୁ, ଧରି ପାରୁଥିବୁ, ସ୍ପର୍ଶ କରି ଅନୁଭବ କରିପାରୁଥିବୁ, ତାକୁ ଆମେ ହାର୍ଡୱେୟାର ବୋଲି କହୁ। ଆମେ ବେଳେବେଳେ ଆମ ମୁଣ୍ଡଟା ନା ବହୁତ ଜୋର ବଥା କରୁଛି, ମୁଣ୍ଡଟା ବହୁତ ଜୋର ବିନ୍ଧୁଛି, ଏଇଟା ଜଣେ କ'ଣ ପାଇଁ କୁହନ୍ତି? ମୁଣ୍ଡକୁ ଧରିକି, କାହିଁକି ନା ମୁଣ୍ଡକୁ ସେ ଧରି ପାରୁଛନ୍ତି, ସେ ପାଖଟା ତାଙ୍କର ବଥା କରୁଛି, ସେ କହିପାରୁଛନ୍ତି, ଯୋଉଟାକି ସେଇଟା ହାର୍ଡୱେୟାର। କିନ୍ତୁ ମାଇଣ୍ଡ ନଟ୍ ଫିଜିକାଲ, କାଣ୍ଟ ଏକ୍ଜିଷ୍ଟ ୱିଦାଉଟ୍ ବ୍ରେନ୍ ଲାଇକ୍ ସଫ୍ଟୱେୟାର। ବ୍ରେନ୍ ଭଳିଆ ଆମେ ମାଇଣ୍ଡକୁ ଧରି ପାରୁନୁ। ମାଇଣ୍ଡ ଯୋଉ କେତେକ ଶିକ୍ଷକ ପାଠ ପଢ଼େଇଲା ବେଳେ ଦେଖିବେ ଗୋଟେ ୱାର୍ଡ ୟୁଜ୍ କରନ୍ତି, କ'ଣ ତୋ ମାଇଣ୍ଡରେ ପଶୁନି? ତୋତେ ଏତିକି କଥା କହିଲା ପରେ ବି ତୋ ମାଇଣ୍ଡରେ ପଶୁନି? ଏମିତି ସବୁ କୁହନ୍ତି। କ'ଣ ପାଇଁ? ମାଇଣ୍ଡ ହେଉଛି ଆମ ଭିତରେ, ଯାହା ଆମର ପ୍ରୋସେସିଂ କରୁଛି, ଯାହା ଆମର ଚଳଉଛି ଜିନିଷଟାକୁ। ଆମେ ଏବେ କ'ଣ କରିବୁ, ଆମେ ଏବେ ଖାଇବୁ, ଏବେ ଉଠିବୁ, ଆମକୁ ଗୋଟେ ସଂକେତ ଦେଉଛି, ଏବେ ସମୟ ହେଇଗଲା। ଆପଣ ଦେଖିବେ, ଆପଣ ଯଦି ରାତିରେ କହିଥିବେ କି ମୁଁ କାଲି 5ଟା ବେଳକୁ ଉଠିବି, ସିଏ ଆପଣ କହିବି ମାନେ ଆଲାରାମ ବି ବଜେଇବା ଦରକାର ନାହିଁ। ଜଣ ଜଣଙ୍କ କ୍ଷେତ୍ରରେ ଏମିତି ହୁଏ, ସେମାନେ ଆପେ ଉଠିଯିବେ, ସେଇ 5ଟା ବେଳକୁ ହିଁ ଉଠିଯିବେ। କ'ଣ ପାଇଁ? ସେମାନେ ଯୋଉ ନିଜକୁ ଯୋଉ ଜିନିଷଟା ପ୍ରକାଶିତ କରିଲେ ଯେ ମୁଁ 5ଟା ବେଳେ କାଲି ସକାଳୁ ଉଠିବି, ତ ସେଇ ଜିନିଷଟା କିଏ ନେଇଗଲା? ମାଇଣ୍ଡ ନେଇଗଲା ଭିତରେ। ତ ସିଏ ଆଲର୍ଟ ହେଇଯାଇଥିଲା ସେତେବେଳକୁ। ତ ଆପଣ ଶୋଇଥିଲେ ବି, ଏଇଟା ଆମେ ସବକନସିୟସ୍, ଅନକନସିୟସ୍ ଆଉ ଇଏ ଯୋଉ କନସିୟସ୍ ମାଇଣ୍ଡ ବାବଦରେ ଯେତେବେଳେ ପଢ଼ିବା, ସେତେବେଳେ ମୁଁ ଆପଣଙ୍କୁ ଜଣେଇବି। ମାଇଣ୍ଡ କ'ଣ କରିଦେଇଥିଲା? ଜାଣି ଦେଇଥିଲା, ଯଦ୍ୱାରା ସିଏ ସେଇ ସମୟରେ କ'ଣ କଲା? ଉଠେଇଦେଲା, ତାର ଯୋଉ ମାଷ୍ଟରକୁ ସେ ଉଠେଇଦେଲା କି 5ଟା ବାଜିଗଲା। ତେଣୁକରି ଯୋଉଟା ଆମେ ମାଇଣ୍ଡକୁ ମେସେଜ ଦେବୁ, ସିଏ ଆମକୁ ସେଇଭଳିଆ ଚଳେଇବ। ଆମେ ଯଦି ମାଇଣ୍ଡକୁ ମେସେଜ ଦେବୁ ଆମେ ଭଲ ଅଛୁ, ଆମେ ଖୁସିରେ ଅଛୁ, ମୁଁ ଖୁସିରେ ଅଛି, ମୁଁ ସୁସ୍ଥ ଅଛି, ମୁଁ କାହାକୁ ଡରେନି, ମୁଁ ନିର୍ଭୀକ ସହିତ ବଞ୍ଚେ, ମୁଁ ସ୍ୱାଭିମାନୀ ସହିତ ବଞ୍ଚେ, ଦେଖିବେ ଆସ୍ତେ ଆସ୍ତେ କହିବା ଭିତରେ ଆପଣ ବି ସେମିତି ଚେଞ୍ଜ ହେଇଯିବେ, ଆପଣ ସ୍ୱାଭିମାନୀ ହେଇଯିବେ। କ'ଣ ପାଇଁ? ଆପଣ ନିଜ ବ୍ରେନ୍କୁ, ଏଇ ବ୍ରେନ୍ ହେଉଛି ଆମର ଟୋଟାଲ ବଡିକୁ, ବ୍ରେନ୍ କହୁଛି, ମାଇଣ୍ଡ ହେଉଛି ଆମ ଟୋଟାଲ ବଡିକୁ କଣ୍ଟ୍ରୋଲ କରୁଛି। ତେଣୁକରି ମାଇଣ୍ଡର ଯୋଉ ସ୍ନାୟୁ ପ୍ରକ୍ରିୟା ରହିଛି, ସେଗୁଡ଼ା କ'ଣ କୁହନ୍ତି? ସେଗୁଡ଼ା ସବୁ ଆଲର୍ଟ, ସେମାନେ ସବୁ ମେସେଜ ଦିଆ ହୁଅନ୍ତି। ଯୋଉ ମେସେଜ ପହଞ୍ଚିଗଲା ମାନେ ସେମାନେ ନିଶ୍ଚିତ ସେଇ ଉପରେ କାମ କରିବେ। ଆପଣମାନେ ଦେଖୁଥିବେ ଗୋଟେ ଘା ଆପଣଙ୍କର କଟି ଯାଇଥିବ ସକାଳୁ, ତାକୁ ଆପଣ ରାତିରେ ଶୋଇବେ, ଆର ଦିନ ଦେଖିବେ ସେ ଟିକେ ଶୁଖି ଯାଇଥିବ। କ'ଣ ପାଇଁ? ବ୍ରେନ୍ ତା କାମ, ଏଇ ମାଇଣ୍ଡ ତା କାମ କରୁଛି, ସବୁ ମେସେଜ ପଠାଉଛି, ଏଇ ତ କାମ, କାହାକୁ ସବୁ ଯୋଉ ପାର୍ଟ ରହିଛି ଆମର ଇଣ୍ଟରନାଲ ପାର୍ଟ, ତାକୁ ମେସେଜ ପଠାଉଛି, ଏଇଟା ଏମିତି ହେଇଛି, ଆଘାତ ଲାଗିଛି, ତାକୁ ଠିକ୍ କରାହବ। ସେଇଭଳିଆ ଲାଇକ୍ କମ୍ପ୍ୟୁଟରରେ ଯେମିତି ଆମେ କମ୍ପ୍ୟୁଟରରେ ଦେଖୁଛୁ, କିବୋର୍ଡକୁ ଦେଖୁଛୁ, ମାଉସକୁ ଦେଖୁଛୁ, ସ୍କ୍ରିନକୁ ଦେଖୁଛୁ, ଆଉ ଯୋଉ ଆଜି ଯୋଉ ଯାହା ବି ରହିଛି ସେଇ ୟୁପିଏସ୍ ସବୁ ଯାହା ବି
କମ୍ପ୍ୟୁଟର ସେଗୁଡ଼ା ସବୁ ଆମେ ଦେଖୁଛୁ, ସେଗୁଡ଼ାକୁ ଆମେ ଛୁଇଁ ବି ପାରୁଛୁ। ଆମେ ଜାଣିଛୁ ମାଉସ୍ କାହାକୁ କୁହାଯାଏ, ଆମେ ଜାଣିଛୁ CPU କାହାକୁ କୁହାଯାଏ, ଆମେ ଜାଣିଛୁ ମନିଟର କାହାକୁ କୁହାଯାଏ, ଆମେ ଜାଣିଛୁ ସ୍କ୍ରିନ୍ କାହାକୁ କୁହାଯାଏ, ଆମେ ଧରିପାରିବୁ ତାକୁ। କିନ୍ତୁ କମ୍ପ୍ୟୁଟରକୁ ଆକ୍ଚୁଆଲିରେ ଚଳଉଛି କିଏ? ତା ଭିତରେ ଥିବା ସଫ୍ଟୱେୟାର ତାକୁ ଚଳଉଛି। ତା ଭିତରେ ଆଚ୍ଛା ଆମେ ଗୋଟେ ଏବେ ଯୋଉ କ'ଣ କହିଲେ କିବୋର୍ଡରେ ଟାଇପ୍ କରିକି ଗୋଟେ ଇନପୁଟ ଦେଲୁ, ଆମେ ଆମ କମ୍ପ୍ୟୁଟରରେ ଗୋଟେ ଇନପୁଟ କଲୁ, ଗୁଗଲ ଅନ୍ କରିକି ଏମିତି ଗୋଟେ ଇନପୁଟ ଦେଲୁ। ଇନପୁଟ ଦେଲା ପରେ ଯୋଉ ପ୍ରୋସେସିଂ ହେଲା, ସେ ପ୍ରୋସେସିଂ କରିକି ସେ ଆମକୁ ଆଉଟପୁଟ ଦଉଛି। ସେ ଯୋଉ ପ୍ରୋସେସିଂଟା ସେଇଟା କ'ଣ? ସେଇଟା ହଉଛି ସଫ୍ଟୱେୟାରର କାମ। ସେ ପ୍ରୋସେସ କରୁଛି, ଏଇଟା ମେସେଜ ଆସିଛି ତ, ଚାଲ ଏ ମେସେଜ ଉପରେ କାମ କର। ସେ କିଛି ସମୟ ତାପରେ ଛାଡ଼ିଦେଲା ପରେ ଆମକୁ ସାଇକି ଆମକୁ ଆଉଟପୁଟ ଦେଇ ଦଉଛି। ସେ ପ୍ରୋସେସିଂଟାକୁ ଆମେ କେବେ ଦେଖିପାରୁଛୁ କି ସେ ଭିତରେ କ'ଣ କରୁଛି, କେମିତି କ'ଣ କରୁଛି ବୋଲି? ସେଟା କେବେ ଆମେ ଦେଖିପାରୁନୁ। ତାକୁ ଆମେ ଜାଣୁଛୁ ଯେ ସେ ପ୍ରୋସେସିଂ କରୁଛି, ଏବେ ସେ ତା କାମ ଭିତରେ ଚଲେଇଛି। ସେଇଭଳିଆ ମାଇଣ୍ଡ ହଉଛି ସେଇ ସଫ୍ଟୱେୟାର। ମାଇଣ୍ଡ ଆମ ଭିତରେ କାମ କରୁଛି, ଯଦ୍ୱାରା ଆଉଟପୁଟ ହେଇକି ଆମ ବିହେଭିୟରରେ ସେଟା ବାହାରୁଛି। ତେଣୁକରି ଆମେ ଯେତେବେଳେ କୌଣସି ଜିନିଷ କିଏ ରାଗି ଯାଉଛନ୍ତି, କିଏ ଚିଡ଼ଚିଡ଼ ହେଇଯାଉଛନ୍ତି, ଆମେ ଫିଲ୍ କରିବା ଦରକାର ତାଙ୍କର ୟା ପଛର କାରଣ କ'ଣ? ସେ ଚିଡ଼ଚିଡ଼ ହେଉଛନ୍ତି କାହିଁକି? ସେ ରାଗୁଛନ୍ତି କାହିଁକି? ସେ ହସୁଛନ୍ତି କାହିଁକି? ଏଇସବୁ କ୍ୱେଶ୍ଚନର ଆନ୍ସର କିଏ ଦେଉଛି? ସାଇକୋଲୋଜି, ମନୋବିଜ୍ଞାନ ଦେଉଛି ଏସବୁ। ସେ କହୁଛି ଯେ ନାଇଁ, ଏ ଲୋକ ସହିତ ପୂର୍ବରୁ ଏଇସବୁ ଜିନିଷ ଘଟି ଯାଇଛି, ତେଣୁକରି ଏବେ ତୁମେ ତାକୁ ଖୁସିର କଥା କହିଲେ ବି ସେ ଖୁସି ହେବନି, କାହିଁକି ନା ସେ ବିଗତ ଦିନରେ ହୁଏତ କିଛି ଜିନିଷର ସମ୍ମୁଖୀନ ହେଇଛି। ତେଣୁକରି କାହାକୁ ବି ଯଦି ଆପଣ ପାଉଛନ୍ତି, କେହି ବି ଯଦି ଆପଣଙ୍କ ସଂସ୍ପର୍ଶରେ ଆସୁଛନ୍ତି ଯେ କି ଦେଖୁଛନ୍ତି ମନ ଦୁଃଖରେ ଅଛନ୍ତି କିମ୍ବା ତାଙ୍କ ମନ କଷ୍ଟରେ ଅଛି କିମ୍ବା କାନ୍ଦୁଛନ୍ତି, ତାଙ୍କୁ ଇମିଡିଏଟଲି ଯାଇକି ହେଲ୍ପ କରନ୍ତୁ, ତାଙ୍କୁ ବୁଝାନ୍ତୁ। କାହିଁକି ଆଜିକାଲି ଦୁନିଆରେ ବୁଝେଇବା ଲୋକ ବହୁତ କମ୍। Experiences are subjective, that is different for different people. Experience କାହା ପାଇଁ କ'ଣ କେମିତି ହେଇଥାଇପାରେ? ଆପଣଙ୍କୁ ଏବେ ମୁଁ ଗୋଟେ ଷ୍ଟିଲ୍ ପ୍ଲାଣ୍ଟ ହେଇଗଲା କିମ୍ବା ଗୋଟେ ଜାଗା ଯୋଉ ଆମର ଜଙ୍ଗଲ, ଶିମିଳିପାଳ ଜଙ୍ଗଲ ହେଇଗଲା, ଆମେ ସେଠିକୁ ମୁଁ ପଠେଇଲି, ଯାଆନ୍ତୁ 5 ଜଣ ଷ୍ଟୁଡେଣ୍ଟକୁ ମୁଁ ମୋର ପଠେଇଲି। ସମସ୍ତଙ୍କର ଅନୁଭୂତି ଅଲଗା ଥିବ, ଏକ୍ସପିରିଏନ୍ସ ଅଲଗା ଥିବ। କିଏ ପୂର୍ବରୁ ଯାଇଥିବେ, ସେ ଅନୁଭବକୁ ସେ ଆଜି କହୁଥିବେ ହଁ ମୁଁ ତ ପୂର୍ବରୁ ଯାଇଥିଲି ମ୍ୟାମ୍। ଆଉ କିଏ କହିବେ କି ମୁଁ ନା ସେଠି ବାଘ ଦେଖିଲି, ଇଏ ଦେଖିଲି। ସମସ୍ତଙ୍କର ଏକ୍ସପିରିଏନ୍ସ ଷ୍ଟାଇଲ ଅଲଗା ଥିବ। କିଏ ସେଠିକାର ଯୋଉ ଜଙ୍ଗଲ ଯୋଉ ଥିବ, ପ୍ରାକୃତିକ ପରିବେଶରେ ସେ ହଜି ଯାଇଥିବ, ସେ ସେଇ କଥା କହିବ। ଆଉ କିଏ ପଶୁପକ୍ଷୀ, କାହିଁକି ନା ତାକୁ ପଶୁପକ୍ଷୀ ଭଲ ଲାଗୁଥିବେ, ସେ ତା କଥା କହିବ। ସମସ୍ତଙ୍କ ଏକ୍ସପିରିଏନ୍ସ କରିବା ଷ୍ଟାଇଲ ଏକା ନଥାଏ। ବିହେଭିୟର ଆମର 2 ପ୍ରକାର ଥାଏ, ଗୋଟେ ଅଭଟ ଆଉ ଗୋଟେ ହଉଛି କଭଟ। କଭଟ କ'ଣ? ଯାହା ଭିତରେ ରହିଯାଏ। ଅଭଟ କେତେ ଜଣଙ୍କୁ ଆମେ କହୁନି ଏମିତି କଥାରେ, ନାଇଁ ସିଏ ଏତେ କଥାବାର୍ତ୍ତା କରନ୍ତିନି, ସେ ମଣିଷ ହିସାବରେ ବହୁତ ଭଲ, ସେ କିନ୍ତୁ ଏତେ କଥାବାର୍ତ୍ତା କରନ୍ତିନି କିମ୍ବା ଏତେ ତାଙ୍କୁ ମିଶିବା ପାଇଁ ଟିକେ ସମୟ ଲାଗେ, ଆମେ ଏମିତି କହୁ। ସେ ଗୋଟେ କଭଟ ପର୍ସନ। କଭଟ ଅର୍ଥ କ'ଣ? ସିଏ ହୁଏତ ନିଜ ଭିତରେ ଯୋଉ ତାଙ୍କ ବିହେଭିୟର ରହିଛି ତାକୁ ସେ ସଂକୁଚିତ କରିକି ରଖନ୍ତି। ଯୋଉମାନଙ୍କୁ ସେମାନେ ସ୍ପେଶାଲ ଭାବୁଥିବେ, ଯୋଉମାନଙ୍କ ପାଖରେ ଜରୁରୀ ହେଉଥିବ, ଯୋଉମାନଙ୍କୁ ସେମାନେ ନିଜର ଭାବୁଥିବେ, ତାଙ୍କ ପାଖରେ କେବଳ ପ୍ରକାଶ କରୁଥିବେ। ଆଉ ଓଭର୍ଟ ବିହେଭିୟର ବାଲା ରହିଗଲେ। ଓଭର୍ଟ ବିହେଭିୟର କୋଉମାନେ? ଯୋଉମାନେ କ'ଣ କରୁଥିବେ, ସେମାନେ କୌଣସି ପ୍ରକାର କୋଉ ଲୋକକୁ ସେମାନେ ଇଏ କରନ୍ତିନି। ସେମାନେ ଯାହାଠି ଯୋଉ ହେଲା ଦୁଃଖ, ଯଦି ଆଜି ତାଙ୍କୁ ଘରେ ଗୋଟେ ଝଗଡ଼ା ହେଇଥିବ, ସେମାନେ ଯାଇକି ସମସ୍ତଙ୍କୁ ଗୀତ ଗାଇଦେବେ। ଯଦି ଆଜି କୌଣସି ଖୁସିର କଥା ହେଇଥିବ, ସେମାନେ ଯାଇକି ସମସ୍ତଙ୍କ ପାଖରେ କହିଦେବେ। ସେମାନେ ହେଲେ ଓଭର୍ଟ ପର୍ସନ। ସେମାନେ କ'ଣ? ଲୋକଙ୍କ ସହିତ ସେୟାର କରିକି ଖୁସି ପାଆନ୍ତି। କଭର୍ଟ ପର୍ସନ କାହାକୁ କୁହନ୍ତିନି, ବହୁତ କଥା ଭାବନ୍ତି ତାପରେ କୁହନ୍ତି, ସେମାନଙ୍କୁ କଭର୍ଟ ପର୍ସନ ବୋଲି କୁହାଯାଏ। ବଡି ମୁଭମେଣ୍ଟ କରିକି ଓଭର୍ଟ ହେଲା ଆଉଟସାଇଡ ବିହେଭିୟର। ବଡି ମୁଭମେଣ୍ଟ, ମୁଁ ହାତ ଦେଖେଇ ଆମେ ହାତ ଦେଖେଇକି ବୁଝଉଛୁ, ଏବେ ସେଟା ଆମର କ'ଣ? ଓଭର୍ଟ ବିହେଭିୟର। ଶିକ୍ଷକତା ଆମେ କରୁଛୁ, ହାତ ଦେଖେଇକି ପାଠ ପଢଉଛୁ, ଚକ୍ ଖଡି ନେଇକି ହାତରେ ବୁଝେଇ ଇଏ କରିକି ଆମେ ପାଠ ପଢଉଛୁ, ସେଟା କ'ଣ ଆମର? ସେଟା ଆମର ଓଭର୍ଟ ବିହେଭିୟର ହେଇଗଲା। କଭର୍ଟ ଆମ ସେନ୍ସରି ବିହେଭିୟର, ଯୋଉଟା ଆମେ ଭିତରେ ଫିଲ୍ କରୁଛୁ। ଆଜି ଯଦି ଜଣେ ଶିକ୍ଷକ ଦୁଃଖୀରେ ବି ଥିବେ, ସେ ଯାଇକି ହସିକି ପିଲାମାନଙ୍କୁ ପଢେଇବେ। ଯୋଉ ଦୁଃଖଟା ଥିଲା ସେଟା କ'ଣ ହେଇଗଲା? ସେଟା କଭର୍ଟ ହେଇଗଲା। ଷ୍ଟିମୁଲସ୍ ଏଣ୍ଡ ରେସ୍ପନ୍ସ, ଉଦ୍ଦୀପକ ଏବଂ ପ୍ରତିକ୍ରିୟା। ଆ ବାବଦରେ ତ ଆପଣମାନେ ସମସ୍ତେ ଜାଣିଥିବେ, ଆମେ ୟା ବିଷୟରେ ବି ପଢିବା ଆଗକୁ। ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟର ଯେତେବେଳେ ଆମେ ସବୁ ପରୀକ୍ଷା ଗୁଡା ପଢିବା, ସେତେବେଳେ ଆମେ ଷ୍ଟିମୁଲସ୍ ରେସ୍ପନ୍ସର ବି ପାଠ ପଢିବା। କିନ୍ତୁ ଷ୍ଟିମୁଲସ୍ କ'ଣ? ଉଦ୍ଦୀପକ। ଆଚ୍ଛା,
ଉଦ୍ଦୀପକ ଗୋଟେ ଏମିତି ଜିନିଷ ବି ହେଇଥାଇପାରେ, କୌଣସି ବସ୍ତୁ ହେଇଥାଇପାରେ, କୌଣସି ମଣିଷ ହେଇଥାଇ ପାରନ୍ତି, କୌଣସି ବି ରିଲେଟେଡ୍ ହେଇଥାଇପାରେ। ଏବେ ଦେଖିବେ ଆପଣ କେତେ ଜଣଙ୍କୁ କହିଦେବେ ଯେ ଚିକେନ, କେତେ ଜଣଙ୍କ ଆଜି ଧରାଯାଉ ଆପଣଙ୍କ ଘରେ କେହି ଛୋଟ ପିଲା ଥିବେ, ସେମାନଙ୍କୁ କହିଦେବେ ଆଜି ସିଝା ହେଇଛି, ସେମାନେ ମୁହଁ ସାଙ୍ଗେ ସାଙ୍ଗେ ଶୁଖେଇ ଦେବେ, ସେମାନେ କହିବେ ସିଝା ହେଇଛି, ହଉ ମୋ ପେଟଟା କାଟୁଛି ମୁଁ ଖାଇବିନି, ଏମିତି ସବୁ ବାହାନା ବନେଇଦେବେ। କିନ୍ତୁ ଆପଣ ଯେତେବେଳେ କହିବେ କି ନାଇଁ ଆଜି ଚିକେନ ହେଇଛି, ସେମାନେ ପୁରା ଦୌଡ଼ି ଆସି ଗୋଡ଼ ହାତ ଧୋଇ, ଆପଣ କହିବା ବି, ଆପଣ ଯୋଉ ଜିନିଷ ଡେଲି କହୁଥିବେ ସେ କହିବା ବି ଦରକାର, ସେମାନେ ଆସିକି ଆଗେ ବସିଯିବେ ଖାଇବା ପାଇଁ, ଆଉ ଚିକେନ ହେଇଛି ଚିକେନ ଦିଅ। ତ ଏଇଟା କ'ଣ? ଚିକେନଟା ହେଲା ତାଙ୍କର ଉଦ୍ଦୀପକ। ଛୋଟ ଛୁଆଙ୍କର ଚିକେନଟା ତାଙ୍କର ଉଦ୍ଦୀପକ, ଯୋଉଟା ତାଙ୍କୁ ଟାଣିଲା। ବୁଝିପାରିଲେ? ଏବେ ଯେତେବେଳେ ଆମେ ଦେଖିବେ ଗୋଟେ ଛୁଆକୁ ପାଠ ପଢେଇବା ପାଇଁ ହେଲେ ଆମେ ବେଳେ ବେଳେ କହୁ ତୁ ଆଜି ସ୍କୁଲ ପଳା, ତୁ ସ୍କୁଲରୁ ଆସିବୁ ନା, ମୁଁ ତୋର ଏଇଟା ଫେଭରେଟ୍ ଜିନିଷଟା ପାସ୍ତାଟା ବନେଇଥିବି। ସେଇଟା କ'ଣ? ଆପଣ ତାକୁ ଉଦ୍ଦୀପକ ଦେଇ ପଠେଇଲେ, ଯଦ୍ୱାରା ସିଏ କେବଳ ଭାବିବ କି ମୁଁ କେତେ ଶୀଘ୍ର ପାଠ କମ୍ପ୍ଲିଟ୍ କରିକି ଯିବି, ଯଦ୍ୱାରା ମୁଁ ଘରେ ଆଜି ମୋ ମା କହିଛନ୍ତି ମୁଁ ଆଜି ପାସ୍ତା ଖାଇବି। ଏଇଟା କ'ଣ? ଉଦ୍ଦୀପକ ହେଲା। ଉଦ୍ଦୀପକ ତାକୁ ରେସ୍ପନ୍ସ ଦେବାକୁ ବାଧ୍ୟ କରେ, ଯଦ୍ୱାରା ପିଲାଟା ରେସ୍ପନ୍ସ ଦିଏ। ଆପଣ ତା ପାଖରେ ଗୋଟେ କଣ୍ଡିସନ୍ ରଖିଦେଲେ। କଣ୍ଡିସନ୍ କ'ଣ? ଯେ ମୁଁ ଆଜି ପାସ୍ତା ବନେଇଥିବି, ତୁ ପାଠ ପଢିକି ଆସିଲେ ମୁଁ ତତେ ପାସ୍ତା ବନେଇକି ଦେବି। ତ ସିଏ ତାର ସେଇ ଜିନିଷ ପାଇବା ପାଇଁ, ପାସ୍ତା ଜିନିଷ ପାଇବା ପାଇଁ ସେ ପିଲାଟି କ'ଣ କରିବ? ସ୍କୁଲ ଯିବ, ପାଠ ପଢିବ, ଆସିବ, ମାଙ୍କ କଥା ମାନିକି ତା ଆସିଲା ପରେ ସିଏ ରେସ୍ପନ୍ସ ଦେବ, ଯୋଉଟା କି ଖାଇବାର ରେସ୍ପନ୍ସ। ହେଇଛି ପାସ୍ତା ହେଇଛି ଆଜି, ମମିକୁ ଯୋଉ ପଚାରନ୍ତି, ସେଇଟା କ'ଣ? ସେଟା ସେ ରେସ୍ପନ୍ସ ଦେଲା, ତା ମାଙ୍କୁ ରେସ୍ପନ୍ସ ଦେଲା, ଯୋଉଟା ଉଦ୍ଦୀପକ ଥିଲା ପାସ୍ତା। କଣ୍ଡିସନ ରଖିଦେଲେ କିଏ? ମା କଣ୍ଡିସନ ରଖିଦେଲେ, ପାଠ ପଢିଲେ ପାସ୍ତା ଖାଇବାକୁ ମିଳିବ। ତାପରେ ରେସ୍ପନ୍ସ ଯୋଉଟା ମୁଁ କହିଲି, ଏଇଟା ବୋଥ ହେଇଥାଇପାରେ, ଇଣ୍ଟରନାଲ ବି ଥାଏ ଆଉ ଏକ୍ସଟର୍ନାଲ ବି ଥାଏ। କେତେ ଜଣ ଖାଇବାକୁ ଇଚ୍ଛା ଥିବ, ଦେଖିବେ କେତେ ବ୍ୟକ୍ତି ଥାଆନ୍ତି, ଯଦି ଥରେ ଯାଚିବେ ସେମାନେ ମନା କରନ୍ତି, ନା ନା ମୁଁ ଖାଇବିନି। ତାପରେ ଆଉ ଥରେ ଯାଚିବେ, ଆଉ ଥରେ ମନା କରିବେ, ଦୁଇଥର ତିନିଥର ମନା, ନା ହଁ କହିଲା ପରେ ଦେଖିବେ ଲାଷ୍ଟରେ ଖାଇବେ ସେମାନେ। ସେଇଟା କ'ଣ? ସେମାନେ ଏତେ ଖୋଲିକି ନଥାନ୍ତି, ସେମାନେ ହୁଏତ ଇଣ୍ଟରନାଲି ଜିନିଷଟା ଭାବିବେ, ଭାବି ସାରିଲା ପରେ ସେମାନେ ରେସ୍ପନ୍ସ ଦେଉଛନ୍ତି। ତ ଏଇଟା କ'ଣ? ବୋଥ ଇଣ୍ଟରନାଲ ଆଉ ଏକ୍ସଟର୍ନାଲ ଥାଏ। ଏବେ ଚାଲନ୍ତୁ ଦେଖିବା ଏଟିମୋଲୋଜି ଅଫ୍ ସାଇକୋଲୋଜି। ଏଟିମୋଲୋଜି ଅର୍ଥ କ'ଣ? ଏଟିମୋଲୋଜି ମାନେ ହିଁ ହେଉଛି କୋଉଠୁ ସାଇକୋଲୋଜି ଶବ୍ଦର ଉତ୍ପତ୍ତି ହୋଇଛି। ସାଇକୋଲୋଜି ଶବ୍ଦ ଯୋଉଟା ପ୍ରଥମରେ କହିଥିଲି, ସାଇକୋଲୋଜି ଶବ୍ଦଟି ଗ୍ରୀକ ଦେଶର ଲୋକମାନେ ପ୍ରଥମେ ବ୍ୟବହାର, ମାନେ ସେଇଠୁ ଆସିଥିଲା। ସାଇକୋଲୋଜି ଦୁଇଟି ଶବ୍ଦର ସମ୍ମିଶ୍ରଣରେ ଗଠିତ, ସାଇକି ଆଉ ଗୋଟେ ହେଉଛି ଲଗସ୍। ମାନେ କ'ଣ? ଷ୍ଟଡି ଅଫ୍ ମାଇଣ୍ଡ ଓ ସୋଲ୍, ଅର୍ଥାତ୍ ମନ ବା ଆତ୍ମାର ଅଧ୍ୟୟନ। ଦେଖିବେ ଜଣେ ଦୁଃଖରେ ଥିବେ, ମା ମାନଙ୍କ କ୍ଷେତ୍ରରେ ଖାସ୍ ଏଇ ଜିନିଷ ବାହାରେ, ମୋ ଆତ୍ମା ତୁମେ ମାନେ କନ୍ଦଉଛ, ମୋ ଛୁଆ ଗୁଡା ମୋ ଆତ୍ମା କନ୍ଦେଇ ଦେଲେ। ଆତ୍ମାଟା କ'ଣ? ଭିତରେ ଥିବା ସେଇ ମନ ହେଉଛି ସେଇ ଆତ୍ମା। ତେଣୁକରି କ'ଣ? ସାଇକୋଲୋଜି ତାହେଲେ କ'ଣ? ସେଇ ମନ ବା ଆତ୍ମାର ଅଧ୍ୟୟନ ହେଉଛି ସାଇକୋଲୋଜି। ଲଗସର ଅର୍ଥ ତ ମୁଁ ଆପଣମାନଙ୍କୁ କହିଥିଲି, ଲଗସର ଅର୍ଥ ହେଉଛି ବିଜ୍ଞାନ, ଆଉ ସାଇକିର ଅର୍ଥ ମୁଁ କହିଥିଲି ଆତ୍ମା ବା ମନ। ସାଇକୋଲୋଜି ହ୍ୟାଜ୍ କମ୍ ଫ୍ରମ୍ ଟୁ ଗ୍ରୀକ୍ ୱାର୍ଡ, ଯୋଉଟା କହିଲି ସାଇକି ଆଉ ଲଗସ୍, ଅର୍ଥାତ୍ ଆତ୍ମା ଅଥବା ମନର ଅଧ୍ୟୟନ। 1990ରେ ରୁଡଲ୍ଫ ଗୋଖଲେ, ୟାଙ୍କ ଫଟୋ ଦେଖନ୍ତୁ, ଇଏ ହେଉଛି ଦେଇଥିଲେ ପ୍ରଥମ ସାଇକୋଲୋଜି ୱାର୍ଡକୁ ସେ ବ୍ୟବହାର କରିଥିଲେ। ଆଜିର ଦିନରେ ଆମେ ସାଇକୋଲୋଜିକୁ କ'ଣ କହୁଛେ? ବିହେଭିୟରାଲ ସାଇନ୍ସ ବୋଲି କହୁଛେ। ବିହେଭିୟରାଲ ସାଇନ୍ସ କ'ଣ ପାଇଁ କହୁଛେ? ବିହେଭିୟରରୁ ଆମେ ଜଣଙ୍କର ମନର ଅବସ୍ଥାକୁ ଜାଣୁଛେ। ଜଣେ ଧରାଯାଉ ରାଗିକି ଅଛି, ସେ ଆଖିକୁ ବଡ ବଡ କରିକି ପୁରା ସେଇଭଳିଆ ମୁହଁକୁ ଗମ ଗମ କରିକି, ମୁହଁକୁ ଲାଲି କରିକି ଆସିବ, ଯଦ୍ୱାରା ଆମେ ତାର, ସେ କ'ଣ କଲା? ସେ ଆମକୁ ବିହେଭିୟର ସେମିତି ଦେଖେଇଲା, ଯଦ୍ୱାରା ଆମେ ଜାଣିପାରିଲୁ ନାଇଁ ଏ ଲୋକଟା ରାଗିକି ଅଛି, ଆମେ ଏଇନା କିଛି କହିବାନି ରେ ବାବା। ଆମକୁ ଜଣେ ଖୁସିକି, ଜଣେ ଫୁଲ ତୋଡ଼ା ଧରିକି ଆସିଛନ୍ତି ଆଉ ଆମକୁ ୱେଲକମ୍ କରୁଛନ୍ତି, ଆମେ ତାଙ୍କୁ କହିବା କି ଏଇ ଲୋକଟା ରାଗିକି ଆସିଛି, ଚାଲରେ ପଳେଇବା? ସେମିତି ଆମେ କେବେ ରେସ୍ପନ୍ସ ଦିଅନ୍ତି କି? କେବେ ବି ଦେବୁନି। କ'ଣ ପାଇଁ? ଆମେ ଜାଣିଗଲୁ ତାଙ୍କ ଫୁଲ ତୋଡ଼ା, ତାଙ୍କର ଯୋଉ ଖସିକି ଆସିବାର ଶୈଳୀ, ଯୋଉ ବିହେଭିୟର ସେ ଦେଖେଇଲେ, ସେଠୁ ଜାଣିଗଲୁ ଯେ ସେ ବିହେଭିୟର, ସେ ହସ ମିଜାଜ ଦେଖାଉଛନ୍ତି ଆମକୁ, ଯଦ୍ୱାରା ଆମେ ଖୁସିରେ ବି ଆକ୍ସେପ୍ଟ କରୁ ଜିନିଷକୁ। ତ ସେଇଟା କ'ଣ? ବିହେଭିୟରାଲ ସାଇନ୍ସ ହେଇଗଲା। ଅନୁଶୀଳନ, ଯୋଉ ବ୍ୟବହାରର ଅନୁଶୀଳନ ତାକୁ କୁହାଯାଏ ସାଇକୋଲୋଜିକୁ। ଦେନ୍ ଚାଲନ୍ତୁ ଆମେ କିଛିଟା ଡେଫିନେସନ ଦେଖିନେବା। ଆମେରିକା ସାଇକୋଲୋଜିକାଲ ଆସୋସିଏସନ କ'ଣ କହିଛନ୍ତି? ସାଇକୋଲୋଜି ଇଜ ଦ ଷ୍ଟଡି ଅଫ ଦ ମାଇଣ୍ଡ ଆଣ୍ଡ ବିହେଭିୟର। ବ୍ୟବହାର ଏବଂ
मनर अध्ययन को आम साइकोलोजी बोली कहती बोली एपीए अमेरिकन साइकोलॉजिकल एसोसिएशन कहती। वाटसन कौन कहते साइकोलोजी इज साइंस ऑफ बिहेवियर एंड एक्सपीरियंस व्यवहार और अनुभवर अध्ययन। साइकोलोजी माने ही आपण को व्यवहार आगे आसीबो। व्यवहार गोटे व्यक्तिर व्यवहार द्वारा आपण जानी जाइबे जे तार आज मनर अवस्था कौन रही आपण निजे अनुशीलन करदेवे। देखिए केते जन किछि न कही कि चुपचाप कि बसी चला बुला करुवे खाली स्मित हास्य दौथे किंतु आपण तांको जदि लॉन्ग टर्म रो अनुशीलन करि आस्तबे जानिबे तांको मन भितर गोटे किछि चालीछि मु जानि पारुनी सेटा को कोन सेटा हला साइंटिफिकली आपण अनुशीलन करूचंती कंक्लूजन पाखरे पहुंचीबा पई से मनीषटा एक्चुअली खुशी रे अछि ना दुख रे अछि ना मते भितर गाड़ी दउछि ए जिंस सब से आपण अनुशीलन करूचंती। एमसी डगल कौन कहले जे कि मूल प्रवृत्ति और सिद्धांतर जनक बोली आंकु कहा जाए। से कहिचंती आचरण एवं व्यवहार यथार्थ विज्ञान होची मनोविज्ञान। आचरण आचरण जे सेटा व्यवहार मध्य सेटा तो यथार्थ विज्ञान यथार्थ जोटा फिक्स्ड जोटा तार से होची साइकोलॉजी। वुड्सवर्थ कौन कहचंती मनोविज्ञान होची वातावरण संदर्भ रे व्यक्तिर क्रियाकलापर अध्ययन। वातावरण संदर्भ रे ये गोटे वर्ड कहले परिवेश संदर्भ रे परिवेश को नहीं व्यक्तिर व्यवहार किपरि रहउची ताकू अध्ययन करबा को हमें मनोविज्ञान बोली कहू। साइकोलॉजी रे प्रथम लैबोरेटरी बसिथिला 1879 रे लेपिंज जर्मनी जदि प्रोनाउंसिएशन भूल होतबो टिके देखिबे जर्मनी ठारे विलियम वुंड को द्वारा स्थापित होइतिला। विलियम वुंड प्रथमे जर्मनी ठारे स्थापन करथिले साइकोलॉजी रो फर्स्ट लैबोरेटरी। भारत रे केबे हितला 1916 मसिया कलकत्ता एबे जोटा हमें कोलकाता कहूछु सेटा को आगु कलकत्ता कहा जाउतला कलकत्ता एमती सब कहतला। सेठी कोन डॉक्टर एनएन सेनगुप्ता तांको द्वारा लैबोरेटरी प्रथमे स्थापित होइतला साइकोलॉजी रो। एबे चलंतु देखिबा हमें ब्रेन रो इमेजिंग टेक्निक्स। ब्रेन इमेजिंग टेक्निक्स माने कोन आम मस्तिष्क रे जो सब सिरा प्रसिरा जाइछे को सिरा कोट की जाइछी बा जो नर्व आमे कहू नर्व गुडा केमिति तांकर गठन किपरि रहिछि से माने केउ भली देखा जांती तांकर स्तर नै कि तांकर जो लिक्विड फॉर्म रहिछि जेमति हमर ब्लड रो सर्कुलेशन नै कि बा ब्लड जो तांको भितरे चालीछि तांक से सब जिंस को नै कि कोन करंती वैज्ञानिक माने सब परीक्षा करंती जो द्वारा से माने जानिबा को पांती कि यार कंडीशन एमती कौन से माने गोटे सैंपल नियंती सेठो तो से जो चित्रित एबे देखिबे एबे मु आपन को कहबी आपन माने समस्त गोटे काम करंतु पृथ्वी को जाई कि इंडिया बाहर करंतु आपण माने समस्त कोन एस्ट्रोनॉट ही जाई परिबे कि नाही सेति पे हम पाखरे कोन अछि मैप अछि इंडियन मैप रे हमें सब देखु छु एठी हमें छु एठी होची महाराष्ट्र एठी मध्य प्रदेश एठी छत्तीसगढ़ हमें सब देखु छु सेमती ब्रेन को तो हमें आ समस्त जाई कि खुली कि हम ब्रेन को देखि परिबोनी तेनु करी ता पछरे भी मध्य गोटे चित्र कराई आमर कोठी को स्नायु प्रशिरा रही कोठी को लिक्विड रो काम रोची हार्मोन को हार्मोन कोठी बहुची से सब जिनसर टेस्टिंग जो थाए से सब जिनसर कार्यकलाप केमती रोची ताकू नै कि टेक्निक सब बनाई से टेक्निक गुडक कोन फंक्शनल मैग्नेटिक रिजोनेंस इमेजिंग एहा एक एमिति प्रक्रिया टिके लेखा हेबा ये जे मिस्टेक एहा एक एमिति प्रक्रिया जहाँ मस्तिष्क कार्यकलाप मापिबा और मानचित्र तैयारी करबा निमित्त व्यवहार करा जाए जोटा मु आपण मानकु बुझौतिली मस्तिष्क कार्यकलाप जने जदि रिएक्शन दउची जने जदि कोनोसी जिंस को देखले रागी जाउची समस्त को ऊपर चिड़चिड़ होची माने तार कि डिस्टर्बेंस हेची सेटा कोन डिस्टर्बेंस सेटा हमें स्नायु जनित असुविधा को नहीं कि नर्व जनित असुविधा नहीं कि ताको हमें स्टडी करिथाउ जो हिसाब रे ताको आकार दिया है देखिए सब छोट छोट पिला को साइंस जो हमें पाठ पढ़ू ब्रेन को सब फाड़ करके देखा ये ब्रेन सब कह जाए सेटा कौन सेटा होची तार मानचित्र ईईजी इलेक्ट्रोनिक सेफालोग्राम एनसेफालोग्राम जदि मिस्टेक होथबो कहिबारे टिके ये करिवे कहीं एत बड़ वाटा प्रोनाउंसिएशन ठीक से हो पारु नहीं यह माध्यम रे मस्तिष्क कार्यकलाप एवं विभिन्न मानसिक अवस्था चिन्हट करा जाए से एका सबु सेम
ଇଲେକ୍ଟ୍ରୋଏନ୍ସିଫାଲୋଗ୍ରାମ, ଏବେ ମୁଁ ଠିକ୍ କହିଥିବି। PET ହେଲା ପୋଜିସନ୍ ଏମିଶନ୍ ଟୁ ମୋଗ୍ରାଫି। ଏଥିରେ ମସ୍ତିଷ୍କର ସେଇ ଯୋଉ ଏଥିରେ ରେଡ଼ିଏସନ୍ ଦିଆଯାଏ, ରେଡ଼ିଓର ଗୋଟେ ଯୋଉ ରେଡ଼ିଏସନ୍ ଆମେ ସବୁ ଦଉନି, ଯୋଉ ଏବେ ଦେଖିବେ ଆପଣ ମାନେ କ୍ୟାନ୍ସରରେ ଗୋଟେ କୁହାଯାଏ ଯେ କେମୋ ନିଅନ୍ତି ସମସ୍ତେ, ସେଟା କ'ଣ ଗୋଟେ ରେ ଦିଆଯାଏ। ସେଇଭଳିଆ ଗୋଟେ ମସ୍ତିଷ୍କରେ ମଧ୍ୟ ଗୋଟେ ରେ ଅଛି ଯୋଉଟା କି ରେଡ଼ିଓ, ତାକୁ କୁହାଯାଏ ରେଡ଼ିଓ ଶକ୍ତିର ପ୍ରୟୋଗ। ରେଡ଼ିଓ ଶକ୍ତିର ବ୍ୟବହାର କରାଯାଏ ମସ୍ତିଷ୍କର କାର୍ଯ୍ୟକଳାପକୁ ସବୁ ଅନୁଧ୍ୟାନ କରାଯାଏ, ତାକୁ ଚିତ୍ର କରିକି ଅନୁଧ୍ୟାନ ସମସ୍ତେ କରନ୍ତି। ତ ଏଇସବୁ ରହିଗଲା, ଏଇ ତିନୋଟି ରହିଗଲା ବ୍ରେନ୍ର ଇମାଜିନ୍ ଟେକ୍ନିକ୍ସ। ମସ୍ତିଷ୍କର ଗଠନ ଅନୁଯାୟୀ ତାକୁ ସବୁ ଅନୁଶୀଳନ କରିକି ଯୋଉ ଚିତ୍ର ଆକାର ଦିଅନ୍ତି, ତାଙ୍କ ବ୍ରେନ୍ର କେମିତି କାମ କରୁଛି, କେମିତି କ'ଣ କୋଉ ଫ୍ଲୁଇଡ୍ କମ୍ ଅଛି, କୋଉ ହର୍ମୋନ୍ କମ୍ ଅଛି, ବ୍ଲଡ୍ର ଶିରା ପ୍ରଶିରାରେ ଗତି କିଭଳି ରହୁଛି, ଏଇସବୁ ତିନୋଟି ଟେକ୍ନିକ୍କୁ ୟୁଜ୍ କରିକି ଆମେ କ'ଣ କରନ୍ତି, ଗୋଟେ ବ୍ୟକ୍ତିର କ୍ରିୟାକଳାପକୁ ଅଧ୍ୟୟନ କରନ୍ତି। ଆଚ୍ଛା, ଏବେ ଚାଲନ୍ତୁ ଦେଖିବା ମେଜର କେତେଟା ବ୍ରାଞ୍ଚେସ୍ ସାଇକୋଲୋଜିର। ଏଜୁକେସନାଲ ସାଇକୋଲୋଜି, ଇଏ ତ ଆମର ହିଁ ପାଠ। ଏଜୁକେସନାଲ ସାଇକୋଲୋଜି ଷ୍ଟଡି ଅଫ୍ ଲାର୍ଣ୍ଣିଂ ଜ୍ଞାନ, ମାନେ କ'ଣ ଟିଚିଂ, ମାନେ ଦେଖନ୍ତୁ ଗୋଟେ ଶିକ୍ଷାଦାନ ପ୍ରକ୍ରିୟାରେ ଗୋଟେ ଶିକ୍ଷକଙ୍କୁ ସାଇକୋଲୋଜିର ବହୁତ ଆବଶ୍ୟକତା ଥାଏ। କ'ଣ ପାଇଁ? ଆପଣମାନେ ଯଦି ଆଗରୁ ଦେଖୁଥିବେ, ଆଗରୁ ଏତେ ଇମ୍ପୋର୍ଟାନ୍ସ ଦିଆଯାଉନଥିଲା ଏହା ଉପରେ, କିନ୍ତୁ ଏବେ ଦିଆଯାଉଛି। କ'ଣ ପାଇଁ ଦିଆଯାଉଛି? ଏବେ ପ୍ରତ୍ୟେକଟି ପିଲାଙ୍କ କିଛି ନା କିଛି ଅସୁବିଧା ରହେ। ସମସ୍ତେ ତ ସମାନ ନୁହନ୍ତି, ସମସ୍ତେ ଏକା ଭଳିଆ ସୋସାଇଟି ଯେମିତି ବିହେଭିଅର ଚାହୁଁଛି ସେମିତି ବିହେଭିଅର ଦେଖେଇବେ, ସେମାନେ ସେଥିପାଇଁ ବାଧ୍ୟ ନୁହନ୍ତି। ତାଙ୍କର ଗୋଟେ କିଛି ପ୍ରୋବ୍ଲେମ୍ ଥାଏ, ତାକୁ ଜାଣିବାର ଦାୟିତ୍ୱ କାହାଙ୍କର? ଶିକ୍ଷକଙ୍କର। ଯେହେତୁ ସେ ଶିକ୍ଷାଦାନ କରିକି ସେଇ ପିଲାମାନଙ୍କୁ 100-200 ପିଲାଙ୍କୁ ପାଠ ପଢ଼ଉଛନ୍ତି। ଯଦି ସିଏ ହିଁ ଜାଣିପାରିବେନି ଗୋଟେ ପିଲାର ପ୍ରୋବ୍ଲେମ୍ କ'ଣ, ସିଏ ହିଁ ଯଦି ଗୋଟେ ପିଲାକୁ ଭୁଲ ବୁଝିଲେ, ତେବେ ସିଏ ନିଜକୁ ନିଜେ ତାର ସେଲ୍ଫ ଏଷ୍ଟିମ୍ କମିଯିବ। ସିଏ ଆଉ ସେଲ୍ଫ ରିଏଲାଇଜେସନ୍ କରିପାରିବନି କେବେ, କି ସେଲ୍ଫ ନିଜେ ଡାଉଟ୍ ରହିବ ତାର ଭିତରେ କି ମୋ ଭିତରେ କିଛି ଗୋଟେ ଖରାପ ଅଛି, ମୁଁ ଖରାପ। କିନ୍ତୁ ସେମିତି ସତରେ ନଥାଏ। ତେଣୁକରି ଗୋଟେ ପିଲାକୁ ବୁଝି ତାର ନିଡ୍ ଅନୁସାରେ ତାକୁ ଶିକ୍ଷାଦାନ କରିବା, ବୁଝେଇବାରେ କିଏ ହେଲ୍ପ କରେ? ସାଇକୋଲୋଜି ହେଲ୍ପ କରେ, ଯଦ୍ୱାରା ଶିକ୍ଷା କ୍ଷେତ୍ର ବିକାଶ ଘଟେ। ଶିକ୍ଷା କ୍ଷେତ୍ର ହିଁ ହେଉଛି ଏମିତି ଯୋଉଥିରୁ ଆମେ ସମସ୍ତେ ଶିକ୍ଷା ଲାଭ କରିବା ପାଇଁ ଯାଉ। ଗୋଟେ ବିଦ୍ୟାଳୟ ହଉ କିମ୍ବା ଗୋଟେ ପରିବେଶ ହଉ କିମ୍ବା ଗୋଟେ ଫ୍ୟାମିଲି ହେଇଗଲା, ଯୋଉଠି ବି ଆମେ ପିଲାଙ୍କୁ ରଖୁ କିମ୍ବା ଆମେ ମଧ୍ୟ ବୃଦ୍ଧା କାଳ ପର୍ଯ୍ୟନ୍ତ ଆମେ ଶିକ୍ଷା ଗ୍ରହଣ କରୁଥାଉ। କୌଣସି ବୟସରେ ଆମର ଲର୍ଣ୍ଣିଂର ଯୋଉ ପ୍ରୋସେସଟା ସେଟା କେବେ ବି ସରେନି। ସେଟା ଯୋଉ ମାନେ ମଦରର ୱମ୍ବରୁ ଆରମ୍ଭ କରିକି ମଲା ବେଡ୍ ପର୍ଯ୍ୟନ୍ତ ଆମ ସହିତ ଥାଏ। ତେଣୁକରି ସେହି ବାବଦରେ ଜାଣିକି ଗୋଟେ ପିଲାକୁ ତାର ଅସୁବିଧା ବିଷୟରେ ଜାଣିକି ଅନୁଶୀଳନ କରିକି ତାକୁ ସେଇ ହିସାବରେ ପାଠ ପଢ଼େଇବା, ବୁଝେଇବା। ଦେଖନ୍ତୁ, ଗୋଟେ ଶିକ୍ଷା ଗ୍ରହଣ କରିବା ପାଇଁ ଗୋଟେ ଶିକ୍ଷାର୍ଥୀର ମାନସିକ ଅବସ୍ଥା ଠିକ୍ ଥିବା ଦରକାର, ସ୍ୱାସ୍ଥ୍ୟ ଠିକ୍ ଥିବା ଦରକାର। ସ୍ୱାସ୍ଥ୍ୟ ଠିକ୍ ନଥିଲେ ଗୋଟେ ଶିକ୍ଷାର୍ଥୀ କେବେ ବି ଭଲ ଭାବେ ଶିକ୍ଷା ଗ୍ରହଣ କରିପାରିବ ନାହିଁ। ତେଣୁକରି ତାକୁ ଅନୁଶୀଳନ କିଏ କରିବେ? ଶିକ୍ଷକ କରିବେ। ମାତା ପିତା କରିବେ, କିନ୍ତୁ ମାତା ପିତା ଯଦି ଅକ୍ଷମ ହେଉଛନ୍ତି, ମୁଖ୍ୟ ଦାୟିତ୍ୱ କାହାଙ୍କର? ଶିକ୍ଷକଙ୍କର ରହୁଛି, ଯଦ୍ୱାରା ସେ ସାଇକୋଲୋଜି ପଢ଼ୁଛି। ସାଇକୋଲୋଜି ତାଙ୍କ ପାଇଁ ସେଇଥିପାଇଁ ଇମ୍ପୋର୍ଟାଣ୍ଟ। ସାଇକୋଲୋଜି ପଢ଼ିବା ଦ୍ୱାରା ସେ ଗୋଟେ ପିଲାର ଅବସ୍ଥା ବିଷୟରେ ଜାଣିପାରିବେ, ଯଦ୍ୱାରା ସେ ତା ପ୍ରତି ଗୁରୁତ୍ୱ ଆରୋପ କରି ସେ ପିଲାକୁ ଯେମିତି ଦରକାର ତାକୁ ସେମିତି ସ୍ପେସ୍ ଦେଇପାରିବେ, ସେମିତି ମାନେ ପରିବେଶ ଦେଇପାରିବେ। ଡେଭଲପମେଣ୍ଟାଲ ସାଇକୋଲୋଜି, ଏହାକୁ ଆମେ ଆଗକୁ ଆହୁରି ପଢ଼ିବା। ବୃଦ୍ଧି ବିକାଶର ଆମେ ଡେଭଲପମେଣ୍ଟାଲ ସାଇକୋଲୋଜି, ଷ୍ଟଡି ଅଫ୍ ହ୍ୟୁମାନ୍ ଗ୍ରୋଥ୍ ଆକ୍ରସ୍ ଲାଇଫ୍ ଷ୍ଟେଜ୍। ଶୈଶବାବସ୍ଥାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଯୋଉ ଡେଭଲପମେଣ୍ଟ ପ୍ରୋସେସ ରହୁଛି ଗୋଟେ ବ୍ୟକ୍ତିତ୍ୱର, ସେ କେମିତି ରହୁଛି, ଶୈଶବାବସ୍ଥାରେ ତାଙ୍କର ଗୁଣାବଳୀ କେମିତି ରହୁଛି, ଶୈଶବାବସ୍ଥା ପରେ ଯୋଉ ସିଏ ସ୍କୁଲ ଟାଇମ୍ ଯେତେବେଳେ ରହୁଛି, ଆମେ ଚାଇଲ୍ଡହୁଡ୍ ପିରିୟଡ଼ ବୋଲି କହୁଛେ, ସେଇ ସମୟରେ ତାଙ୍କର ବ୍ୟବହାର କେମିତି ରୁହେ। ଶୈଶବାବସ୍ଥା ପରେ ଆଡୋଲସେନ୍ସ ଆସେ, ଯୋଉଟାକୁ ଷ୍ଟାନିଲି ହଲ୍ କହିଛନ୍ତି କି ଗୋଟେ ଷ୍ଟ୍ରେସ୍ ଆଉ ଷ୍ଟ୍ରମର ବୟସ ବୋଲି ତାକୁ କହିଛନ୍ତି। ସେ ତାଙ୍କର ଆଡୋଲସେନ୍ସ ବୁକ୍ ରହିଛି। କ'ଣ ପାଇଁ ତାକୁ କୁହାଯାଇଛି? ସେଠି କୋଉ ଗୁଣାବଳୀ ଦେଖାଯାଏ, କୋଉ ହରମୋନ୍ ସେଠି ସେତେବେଳେ ବାହାରେ, ଯୋଉଟା କି ଉତ୍ତେଜିତ ପ୍ରକାଶ କରେ କେତେ ମାନେ ୟୁଥ୍ ଜେନେରେସନକୁ। ସେଇ ସମୟରେ ପିଲାଙ୍କର ବ୍ୟବହାର କେମିତି ଥାଏ, ସେଇ ସମୟରେ ପିଲାଙ୍କୁ କୋଉ ଟାଇପ୍ର ଗାଇଡର ଆବଶ୍ୟକ, କୋଉ ଟାଇପ୍ର
ଶିକ୍ଷା ଦେଲେ କୋଉ ଟାଇପ୍ର ଗାଇଡ୍ କଲେ ସେମାନେ ଖରାପ ରାସ୍ତାକୁ ଯିବେନି କିମ୍ବା ନିଜକୁ କେବେ ଡାଉଟ୍ କରିବେନି କିମ୍ବା ପଛରେ ସେମାନେ ନିଜ ପ୍ରତି ଘୃଣା କରିବେନି ନିଜକୁ ଯେ ଆମେ ଭୁଲ କରିଦେଇଛୁ ବୋଲି ସେଇ ଷ୍ଟେଜରେ। ତ ସେଇ ସମୟରେ ତାଙ୍କୁ କେମିତି ଗାଇଡ୍ କରାଯିବ। ତାପରେ ଯୋଉ ରହିଗଲା ଷ୍ଟେଜ ଆଡଲସେନ୍ସ ପରେ ଗୋଟେ ଆଉ ଗୋଟେ ସମୟ ଆସେ ଆମର, ଯେତେବେଳେ ଆମେ 30+ ଏଜ୍ରେ ରହୁ, ସେତେବେଳେ ରିଏଲାଇଜେସନର ସମୟ ଥାଏ। ଆମେ ସେତେବେଳେ ଲୋକ କ'ଣ କରନ୍ତି, କେତେ ଜଣ ଚାକିରି କରିବା ପାଇଁ ସେତେବେଳେ ଯୋଉ ଥାଏ ଷ୍ଟେଜଟା, ଚାକିରି ପାଇଁ ଗୋଟେ ଇଏ ଥାଏ, ଏନ୍ଥୁସିଆଜମ୍ ଥାଏ କି ଆମେ ଚାକିରି କରିବୁ, ଇଏ କରିବୁ। ସେଇ ଷ୍ଟେଜରେ ଗୋଟେ ଇଣ୍ଡିଭିଜୁଆଲର ବିହେଭିଅର କେମିତି ଦେଖିବା ପାଇଁ ମିଳେ। ଗୋଟେ ବୃଦ୍ଧାବସ୍ଥାରେ ଗୋଟେ ଲୋକ ଯିଏ ବୃଦ୍ଧ, ତାଙ୍କର ସିଏ କ'ଣ ଚାହାନ୍ତି, ତାଙ୍କର ବ୍ୟବହାର ସେ ସମୟରେ କିଭଳି ରହୁଛି, ତାଙ୍କୁ ଆମେ କିଭଳି ଟ୍ରିଟ୍ କରିବୁ, ତାହା ଆମକୁ କିଏ ଶିଖାଏ, ଜଣାଏ ଡେଭଲପମେଣ୍ଟାଲ ସାଇକୋଲୋଜି। ତାକୁ ଅଧ୍ୟୟନ କଲେ ଆମେ ଜାଣିପାରିବୁ। ସୋସିଆଲ ସାଇକୋଲୋଜି ହଉଛି ଆମକୁ କହେ କେମିତି ଲୋକମାନେ ସୋସାଇଟିରେ ବ୍ୟବହାର କରୁଛନ୍ତି। ସୋସାଇଟି ଦେଖିବେ, ଏଇ ଯୋଉ ଭୋଟ ନେଇକି ଯୋଉମାନେ ମନ୍ତ୍ରୀ ହଉଛନ୍ତି, ସେମାନେ କ'ଣ ପାଇଁ ମନ୍ତ୍ରୀ ହଉଛନ୍ତି, ତାଙ୍କର ଗୋଟେ କୌଣସି ପ୍ରକାର କଥା ସେ ଲୋକଙ୍କୁ ଛୁଇଁ ଯାଇଛି, ଯଦ୍ୱାରା ସେ ବହୁମତ ହାସଲ କରି ସେ ମନ୍ତ୍ରୀ ପଦରେ ରହୁଛନ୍ତି। ତେଣୁକରି ଏଇଟା କ'ଣ, ତାଙ୍କ ବ୍ୟବହାର, ସେ କେମିତି ବ୍ୟବହାର ଦେଖେଇଲେ ଯୋଉଟାକି ଲୋକଙ୍କୁ ଭଲ ଲାଗିଲା। ସେ କେଭଳି, ଆଉ କିଛି ଲୋକ ଥିବେ ଦେଖିବେ, ସେମାନେ ଏତେ ସୋସାଇଟିରେ ମିଶିବା ପାଇଁ ପସନ୍ଦ କରନ୍ତିନି, ସେମାନେ ନିଜ ଘରେ ରହିବା ପାଇଁ ପସନ୍ଦ କରନ୍ତି, ସେମାନେ ଏତେ କାହା ସହିତ କଥା ହେବା ପାଇଁ ପସନ୍ଦ କରନ୍ତିନି। ତ ସେମାନେ କାହିଁକି ସେମାନଙ୍କର ଯୋଉ ବାହାରେ ସୋସାଇଟିରେ ଲୋକମାନଙ୍କ ସହିତ ତାଙ୍କର ବ୍ୟବହାର କେମିତି ରହୁଛି, ସେ ସବୁକୁ ଅନୁଶୀଳନ କରିବାରେ, ପ୍ରତିକ୍ରିୟା ଯୋଉ ଥାଏ ଲୋକଙ୍କୁ କେମିତି, ତାକୁ ଅନୁଶୀଳନ କରିବା ପାଇଁ ଆମକୁ କିଏ ହେଲ୍ପ କରୁଛି, ସୋସିଆଲ ସାଇକୋଲୋଜି। ସୋସିଆଲ ସାଇକୋଲୋଜି ପଢିଲେ ଆମେ ତା ବାବଦରେ ଶିଖିପାରିବୁ ଯେ ଗୋଟେ ସୋସାଇଟିରେ ରହିଛୁ, ଆମେ ଗୋଟେ ସୋସିଆଲ ପ୍ରାଣୀ, ଆମେ କେମିତି ବାହାରେ ବିହେଭ୍ କରିବୁ, କେମିତି ଚଳିବୁ, କ'ଣ, ତାହା ଆମକୁ ସୋସିଆଲ ସାଇକୋଲୋଜି। କ୍ଲିନିକାଲ ସାଇକୋଲୋଜି କମ୍ପ୍ଲିଟଲି ସାଇନ୍ସ ଆଡ଼କୁ ପଳାଏ, ଷ୍ଟଡି ଅଫ୍ ଟ୍ରିଟମେଣ୍ଟ ମେଣ୍ଟାଲ ହେଲ୍ଥ ପ୍ରୋବ୍ଲେମ। ଆଜିକାଲି ଦେଖିବେ ପିଲାଙ୍କର ବହୁତ ସାରା ପ୍ରୋବ୍ଲେମ ଦେଖାଯାଏ, ଯେମିତିକି ADHD ହେଇଗଲା, ଡିସ୍ଲେକ୍ସିଆ ହେଇଗଲା, ଡିସ୍ଗ୍ରାଫିଆ ହେଇଗଲା, ଏନଜାଇଟି ହେଇଗଲା, ଡିପ୍ରେସନ ହେଇଗଲା, ଫୋବିଆ ହେଇଗଲା। ଏସବୁ କ'ଣ, ଏସବୁ ଗୋଟେ ଗୋଟେ ରୋଗ ଯୋଉଟାକି ମାନସିକ କ୍ଷେତ୍ରରେ ଯଦି କାହାର କାହିଁକି ନା ମାଇଣ୍ଡର ଯୋଉ ସବୁ ଗଠନ ରହିଛି, ମାଇଣ୍ଡର ଯୋଉ ସବୁ ଯାହା ବି ସବୁ ଗଠନାବଳୀ ରହିଛି, ସମସ୍ତଙ୍କ କ୍ଷେତ୍ର ସମାନ ନୁହେଁ। ସମସ୍ତେ ଜେନେଟିକାଲି ସେଇ ଜିନିଷକୁ ପାଇନଥାନ୍ତି। କାହାର ମାଇଣ୍ଡ ଷ୍ଟ୍ରଙ୍ଗ ଥାଏ ତ କାହାର ମାଇଣ୍ଡ ବହୁତ ଲୁଜ୍ ଥାଏ। ସେମାନେ ଏତେ ଇମୋସନ୍ ଥାନ୍ତି କି ସେମାନେ ନିଜ ଇମୋସନକୁ କଣ୍ଟ୍ରୋଲ କରିପାରନ୍ତିନି। କେତେ ଲୋକ କଣ୍ଟ୍ରୋଲ କରିକି ମଧ୍ୟ ରହିଯାଆନ୍ତି। ତ ଏଇଟା କ'ଣ, ଏଇଟା ତାଙ୍କର ଭୁଲ ନଥାଏ, ଏଇଟା ଜେନେଟିକାଲି ଥାଏ। ତେଣୁକରି ଏଇ ଯୋଉ ସବୁ ରହୁଛି ରୋଗ, ADHD, ଏସବୁ ଜାଣିକି ଗୋଟେ ପିଲାକୁ, ଯୋଉ ଛୋଟବେଳୁ ଗୋଟେ ପିଲା ଜାଣିପାରିବ କି ଯେ ମୋତେ ADHD ହେଇଛି ବୋଲି? ଗୋଟେ ପିଲା କହିପାରିବ ଯେ ମୁଁ ଡିପ୍ରେସ୍ଡ ଅଛି ବୋଲି? କହିପାରିବନି। ତାକୁ କିନ୍ତୁ ଅନ୍ୟ ସୋସାଇଟି ମାନେ କ'ଣ କହିଦେବେ, ସେଟା ପାଗଳ ହେଇଯାଇଛି ବୋଲି। କିନ୍ତୁ ଏଇ ପାଗଳ ୱାର୍ଡଟା କେବେ ବି ଲଗେଇବା କଥା ନୁହେଁ, କାହିଁକି ନା ଆମେ ତାକୁ ଅନୁଶୀଳନ କରିବା ଆବଶ୍ୟକ। ଆମେ ଜାଣିବା ଆବଶ୍ୟକ ସେ ପିଲା ଭିତରେ ଘଟୁଛି କ'ଣ, କାହିଁକି ସେ ଅପସେଟ୍ ରହୁଛି। ତେଣୁକରି ସେଇ ଟାଇମରେ ଯଦି ଆମେ ତାଙ୍କୁ ଟ୍ରିଟମେଣ୍ଟ ନ ଦେଲୁ, ତେବେ ହୁଏତ ଭବିଷ୍ୟତରେ ସେ ଆହୁରି ଖରାପ ଆଡ଼କୁ ଗତି କରିଯାଇପାରେ। ତାପରେ ଯେତେବେଳେ ଲାଷ୍ଟରେ ସିଦ୍ଧାନ୍ତରେ ପହଞ୍ଚିକି କୌଣସି ଗୋଟେ ବଡ଼ ଦୁର୍ଘଟଣାଜନିତ ପରିବେଶ ହେଇଗଲା କିମ୍ବା ସେ ସତରେ ପାଗଳ ହେଇଗଲା, ପାଗଳ ମାନେ କ'ଣ, ମୁଣ୍ଡ ବିକୃତ ହେଇଗଲା, ସେତେବେଳେ ଆମେ କହିଦେବୁ ଇଏ ପୁରା ସାନବେଳୁ ସେ ସେମିତି ପାଗଳ ଥିଲା। ସେମିତି ନୁହେଁ, ସବୁର ଗୋଟେ ଟ୍ରିଟମେଣ୍ଟ ସମୟ ଥାଏ। ଆପଣଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଜ୍ୱର ହେଲେ ଆପଣ ଗୋଟେ ମେଡ଼ିସିନ ଖାଉଛନ୍ତି, ଯଦି ଆପଣ ସେଇ ଜ୍ୱରକୁ ରଖି କହିବେ ଇଏ ତ ଆପେ ଠିକ୍ ହେଇଯିବ, ତାକୁ ରଖିଲେ ସେ ଆସ୍ତେ ଆସ୍ତେ ଆନ୍ତରିକ ଜ୍ୱର, ମ୍ୟାଲେରିଆ, ଟାଇଫଏଡ଼କୁ ଗତି କରୁଛି ନା ନାହିଁ। ସେଇଭଳି ଗୋଟେ ପିଲାକୁ ଯଦି ଆମେ ଦେଖୁଛେ କି ତା ଭିତରେ କିଛି ଗୋଟେ ଡିଷ୍ଟର୍ବାନ୍ସ ଦେଖାଯାଉଛି, ତାକୁ ଆମେ ଯଦି ସଡନଲି ଟ୍ରିଟମେଣ୍ଟ ନ ଦେଉଛେ, ତାକୁ ବାନ୍ଧିକି ରଖିଦେଉଛେ ସୋସାଇଟି ପାଇଁ, ତେବେ କ'ଣ ହେବ, ସେଇ ଯେଉଁ ରୋଗଟା ତାର ବିରାଟ ଆକାର ନେଇକି ସିଏ ଆହୁରି କ୍ରିଟିକାଲ ହେଇଯିବ ତା ପାଇଁ। ତେଣୁକରି ସଠିକ ସମୟରେ, ସଠିକ ଯୋଉ ପରିସ୍ଥିତିରେ ଯୋଉ ଟ୍ରିଟମେଣ୍ଟ ଦରକାର ପଡୁଛି, ସଡନଲି ସେ ପିଲାଙ୍କୁ ଦେବା ଦରକାର। ସେଇ ଫିଲ୍ଡର ଅଧ୍ୟୟନକୁ, ସେଇଟା ଆମେ କୋଉଠୁ ଜାଣିବା ପାଇଁ ଚାହୁଁଛୁ, କ୍ଲିନିକାଲ ସାଇକୋଲୋଜି ପଢିଲେ ଆପଣମାନେ ସମସ୍ତେ ତା ବାବଦରେ ଜାଣିପାରିବେ।
कॉग्निटिव साइकोलॉजी कॉग्निटिव माने होची हमर जो बुद्धि थिंकिंग प्रोसेस थिंकिंग मेमोरी को आमे कॉग्निटिव ये रे नो प्रॉब्लम सॉल्विंग क्रिटिकल थिंकिंग ए सबू आमे ब्रेनस्टॉर्मिंग ए सबू को आमे कॉग्निटिव साइकोलॉजी रे रखू स्टडी ऑफ थिंकिंग मेमोरी आपण एबे देखिबे फॉर एग्जांपल देखि आपण मान को बुझौची आपण माने शिक्षक हिसाब रे स्कूल ले गोटे टास्क देले कि जाओ पिला माने एते गोटे डंगा बनै के आसीबो जा समस्ते घरु समस्ते गोटे गोटे अन्य अन्य डंगा जे जार जेमती मन सेमती डंगा बनै के आसीबो के फूल लगे कि बनै थिबे कि ता ऊपर गोटे बोट बलिया करी घर बनै दिथिबे समस्तंकर बनैबा शैली अलगा अलगा थिबो तो सेटा कोन से माने मुंडो खटै सेइठरु आपण जानि परिबे को पिलार भाबिबा चिंतन करिबा शक्ति केते दूर प्रसारित केते लोक देखिबे किछि जण को देखिकी अनुकरण करि देकी निजे ऊपर अप्लाई करंती तो तांको थिंकिंग प्रोसेस को से माने कोन कर देले सीमित रखी देले किंतु केते लोक भाबी भाबी आउरी डिफरेंट चिंता करंती नाइ आउ किछि डिफरेंट करबा नाइ आउ किछि डिफरेंट करबा एटा कोन ए डिफरेंट करबाटा कोन से माने आहुरी दिमाग को लगौचंती याकू आउ को भलिया बनै हबो आउ को भलिया सजेई हबो आउ कोली भलिया रूप देई हबो सेटा कोन से माने निज मुंडो को भाबिबा पई बाध्य करचंती आउ किछि नुवा जिंस आकार रे भाबो बोली तो से विषय अध्ययन करने को आमे कौन कहू कॉग्निटिव साइकोलॉजी नेक्स्ट क्लास रे आमे होची पुणी आकु कंटिन्यू रखिबा ए क्लास को नेक्स्ट क्लास रे एजुकेशनल साइकोलॉजी विषय रे जानिबा समस्त सबु टॉपिक रे जो आस्ते आस्ते ग्रोथ डेवलपमेंट एवरीथिंग मु कवर करबी जदी आपण मानकु मो क्लास मोर पाठ पढ़ा भलो लागु थाए लाइक शेयर सब्सक्राइब कमेंट करबा को जमा भी भूलिबेनी आउ जदि भी कौनसी भूल त्रुटि मो द्वारा रही जाउ थाए ताकू आपण कमेंट माध्यम रे जणैबे भूल कमेंट आस जदि किछि आपण मानक द्वारा मु सिखिबा पई पाइली मते जदि किछि भूल हेछि मोर जदि आपण सेठी कमेंट करछथि दो द्वारा मते आउरी आग्रह मिलिबो किछि आउथरे नूतन भलिया करके आपण मानक पाखरे प्रेजेंट करिया पई आ जदि भलो लागे भी कहिबे भलो मते भलो लागिले कहले मते ताकू सेठी प्रेरणा मिलिबो जो द्वारा मु आउरी नूतन वीडियो आपण मानक पाखु बनेबी तेनो करी रहुची धन्यवाद समस्तंकु मोर प्रणाम समस्ते भलरे रुहंतु एवं सुस्थ रे रुहंतु नमस्कार।